Let us start. अच्छा आज ଆମେ ଦେଖିବା ଫାଷ୍ଟ ଆଙ୍ଗ୍ଲୋ ମୈଶୂର ୱାର ହେଲା। ତା ପୂର୍ବରୁ ମୁଁ କିଛି କ୍ୱେଶ୍ଚିନ୍ ପଚାରିବି ତମକୁ କାଲି ଯାହା ପଢା ହେଇଥିଲା। ମହାରାଜା ରଣଜିତ ସିଂଙ୍କର ମିସିଲ କୋଉଟା ଥିଲା କିରେ? ସୁକରଚକି। ମିଶିଲ। ଆଚ୍ଛା ଜାହାଙ୍ଗୀର କୋଉ ଗୁରୁଙ୍କୁ ମାରିଥିଲେ? ଆରେ ଜାହାଙ୍ଗୀର ସାର୍ କାହାକୁ ହଁ ଜାହାଙ୍ଗୀର କାହାକୁ ମାରିଥିଲେ? ଗୁରୁ ଅର୍ଜୁନ ଦେବ। କାହିଁକି? ଆରେ କାହିଁକି? କାହିଁକି ମାରିଥିଲେ? ହୁଁ ହୁଁ କାହିଁକିରେ? କାରଣ ତାଙ୍କ ପୁଅ ଜାହାଙ୍ଗୀରଙ୍କ ପୁଅ ନାଁ ହଉଛି ଖୁସ୍ରୋ, ଯିଏ ତାଙ୍କ ବାପାଙ୍କ ଏଗନେଷ୍ଟରେ କଣ କରିଥିଲା? ରିଭଲ୍ଟ କରିଥିଲା। ଏଇ ରିଭଲ୍ଟ କରିବାରେ ତାକୁ କିଏ ପ୍ରେରିତ କରିଥିଲା? ଅର୍ଜୁନ ଦେବ। ଆରେ ବୁଝିହଉଛି? ଅର୍ଜୁନ ଦେବ ଜାହାଙ୍ଗୀରର ପୁଅ ଖୁସ୍ରୋକୁ ତା ବାପା ଏଗନେଷ୍ଟରେ ରିଭଲ୍ଟ କରିବା ପାଇଁ କଣ କରିଥିଲା? ପ୍ରେରଣା ଦେଇଥିଲା। ତ ସେଥିପାଇଁ ସେ ରାଗିକି ତାକୁ ମାରିଥିଲା ଯାଇକି। ଆଚ୍ଛା ତାଙ୍କ ପରେ କିଏ ହେଲା? ଅର୍ଜୁନ ଦେବଙ୍କ ପରେ କଣ ହେଲା? କିଏ ହେଲା ଗୁରୁ? ଗୁରୁ ଗୁରୁ ହରଗୋବିନ୍ଦ। ହରଗୋବିନ୍ଦ। ହରଗୋବିନ୍ଦ କଣ କରିଥିଲେ? ଗୋଟେ ମେଜର କଣ୍ଟ୍ରିବ୍ୟୁସନ ହରଗୋବିନ୍ଦଙ୍କର ଅଛି। କଣ କରିଥିଲେ? ଶିଖ ମାନ ୟେସ୍ ଗୋଟେ ମିଲିଟାରୀ ଫାଇଟିଂ କମ୍ୟୁନିଟିକୁ କନଭର୍ଟ କରିଥିଲେ। ଆଚ୍ଛା ଆଉ ଜଣଙ୍କ ଧର୍ମଗୁରୁ ଆଉ ଜଣେ ଗୁରୁଙ୍କୁ ମାରିଥିଲେ କିଏ? ଜଣେ ମୁଗଲ ଏମ୍ପାୟାର କଣ ତାଙ୍କ ନାଁ? ଗୁରୁ ତେଜ ବାହାଦୁର। ତେଜ ବାହାଦୁର କିଏ ମାରିଥିଲେ? ଔରଙ୍ଗଜେବ ମାରିଥିଲେ। ଔରଙ୍ଗଜେବ। ତେଜ ବାହାଦୁର କେତେ ନମ୍ବର ଗୁରୁ ଥିଲେ? 9। ଅର୍ଜୁନ ଦେବ କେତେ ନମ୍ବର ଗୁରୁ ଥିଲେ? ଅର୍ଜୁନ ଦେବ କେତେ ନମ୍ବର ଗୁରୁ? 5 ନମ୍ବର। 5 ନମ୍ବର। 10th ଗୁରୁ କିଏ ଥିଲେ? ଗୁରୁ ଗୋବିନ୍ଦ ସିଂ। ଗୁରୁ ଗୋବିନ୍ଦ ସିଂଙ୍କୁ କିଏ ହତ୍ୟା କରିଥିଲା? ଗୁରୁ ଗୋବିନ୍ଦ ସିଂଙ୍କୁ କିଏ ହତ୍ୟା କରିଥିଲା? ଔରଙ୍ଗଜେବ ହତ୍ୟା କରିଥିଲେ। ଔରଙ୍ଗଜେବଙ୍କର ତାଙ୍କର ମିନିଷ୍ଟରଙ୍କ ନାଁ କଣ ଥିଲା? ଆରେ ମିନିଷ୍ଟରଙ୍କ ନାଁ କଣ ଥିଲା? ୱଜିର ଖାଁ। ଆଉ ଟ୍ରଷ୍ଟେଡ ଡିସାଇପଲ୍ କିଏ ଥିଲେ ଗୁରୁ ଗୋବିନ୍ଦ ସିଂଙ୍କର? ଯିଏକି ମୁଗଲଙ୍କ ଏଗେନଷ୍ଟ ରିଭଲ୍ଟ କରିଥିଲେ। ବନ୍ଦେ ବାହାଦୁର। ସବୁ କ୍ୱେଶ୍ଚିନ୍ କରିବା, ଆହୁରି ବହୁତ ଗୁଡ଼ିଏ ଜିନିଷ ତମକୁ ମିଳିଯିବ ହେଲା। ଆଚ୍ଛା ଅମୃତସର ଆଉ ଲାହୋର କୋଉ ଇଏରେ ଥିଲା? କୋଉ ମିସିଲରେ? ଭାଙ୍ଗି ମିସିଲ। ଆଚ୍ଛା ବର୍ତ୍ତମାନ ଆମେ ଯାଇଥିଲେ କୋଉ ଯାଏ ଯେ ରଣଜିତ ସିଂ ତାଙ୍କ ନିଜକୁ ବର୍ତ୍ତମାନ କଣ କଲେ? ମହାରାଜା ଘୋଷଣା କରିଦେଲେ ହେଲା। ହେଇଯାଇଥିଲେ ନା? ଆଜ୍ଞା। ତାପରେ ଆମେ ଷ୍ଟାର୍ଟ କରିବା ଦେଖ। ଦେଖ ରଣଜିତ ସିଂ ବିଲ୍ଡ ଅଫ୍ ଏ ପାୱାରଫୁଲ ଡିସିପ୍ଲିନ ଆଣ୍ଡ କଣ ଆମେ ଜାଣିଲେ ଯେ ଯୋଉ ଆମର ସବୁ ମିସିଲ ଗୁଡାକୁ ମିଶେଇ ଦେଲା ପରେ ଇଏ ସବୁର ନିଜ ସବୁ ମିସିଲର ଗୁଡା କଣ ନା ପଞ୍ଜାବକୁ କନସୋଲିଡେଟ କଲେ ଆଉ ତାର ମହାରାଜା ନିଜକୁ ଘୋଷଣା କଲେ। ଆଉ ଯୋଉ ଅଲଗା ମିସିଲର ଚିଫ ମାନେ ଥିଲେ ସିଏ କଣ ସବୁ ବିଗ ଜମିଦାରକୁ ଜାଗିରଦାରକୁ କନଭର୍ଟ ହେଇଗଲେ ସବୁ ହେଲା। ତାପରେ ଲେଖିବା ତ ମହାରାଜା ରଣଜିତ ସିଂ କଣ କଲେ ତାପରେ ଲେଖ ତାପରେ ପଏଣ୍ଟରେ ଯେ what happened Ranjit Singh built up a powerful disciplined and well equipped army along European lines। ये ଲେଖ ରଣଜିତ ସିଂ build up ସାର୍ କ୍ଲାସ ରେକର୍ଡିଂ କରୁଛନ୍ତି? ହଁ ରଣଜିତ ସିଂ build up Ranjit Singh build up Ranjit Singh build up a powerful disciplined and well equipped army
well equipped army along with along European lines. Along European lines ହେଲା, with the help of European instructors, with the help of European instructors. ତାଙ୍କର ସାହାଯ୍ୟ ନେଇକି ୟୁରୋପିଆନ୍ ମାନଙ୍କର ତାଙ୍କୁ ୟୁରୋପିଆନ୍ ଲାଇନ୍ସରେ ବା ୟୁରୋପିଆନ୍ ସୋଲଜର ମାନଙ୍କ ଭଳି ତାଙ୍କୁ ଟ୍ରେନ୍ କରିବାରେ ଲାଗିଲେ। କିଏ ସେ? ରାଜା ରଣଜିତ ସିଂ ହେଲା। ଆଉ ତାଙ୍କ ଆର୍ମିରେ ସମସ୍ତେ ଥିଲେ, ଖାଲି ପଞ୍ଜାବୀ ମାନେ ନୁହଁ କି ଶିଖ ମାନେ ନୁହଁ, ଅଲଗା ଇଏରେ ବି ଥିଲେ। ହି ହ୍ୟାଡ୍ ରିକ୍ରୁଟେଡ୍ ଗୁର୍ଖାସ୍, ସବୁ ଇଏର ଲୋକମାନେ ଥିଲେ ଆର୍ମିରେ, ତାଙ୍କ ଆର୍ମିରେ ଥିଲେ। ହି ହ୍ୟାଡ୍ ରିକ୍ରୁଟେଡ୍ Gurkhas, Biharis, Orias, Pathans, Dogras, and Punjabi Muslim. And Punjabi Muslim. ବୁଝିଲେ, and ପଞ୍ଜାବୀ ମୁସଲିମ୍ସ ସମସ୍ତଙ୍କୁ ସେ ରିକ୍ରୁଟ କରୁଥିଲେ। କେବଳ ନୁହେଁ ଯେ ତାଙ୍କର ଶିଖ ମାନେ କେବଳ ଥିଲେ, ସେମିତି ନାହିଁ। ସବୁ ଡୋଗ୍ରାଜ ହେଲେ, ଓଡିଆଜ ହେଲେ, ବିହାରିଜ, ପଠାନ୍ସ, ଡୋଗ୍ରାଜ, ପଞ୍ଜାବୀ, ମୁସଲିମ ସମସ୍ତଙ୍କୁ ସେ ରିକ୍ରୁଟମେଣ୍ଟ କରୁଥିଲେ ହେଲା। ଆଣ୍ଡ ତାଙ୍କର ଅଣ୍ଡରରେ ବହୁତ ମାନେ ଭଲ ଭଲ ଜେନେରାଲ ସବୁ ଥିଲେ। ଦେଖ, କମାଣ୍ଡର ମାନେ ତାଙ୍କର ବଢିଆ ବଢିଆ ଥିଲେ। ହି ହ୍ୟାଡ ଏଫିସିଏଣ୍ଟ ଲାଇକ ମୁକମ ଚାନ୍ଦ ହେଲା, ଦିୱାନ ଚାନ୍ଦ, ଏମିତି ସବୁ। ଦେଖ, he had efficient and able generals. He had efficient and able generals. Able generals like Mokom Chand, Diwan Chand, Nukun Chand, Diwan Chand, Hari Singh Nalwa, Ramdayal, etc. ବୁଝିଲା? ତ ଏମାନେ ସବୁ ଭଲ ଏଫିସିଏଣ୍ଟ ସବୁ ଥିଲେ। କ'ଣ ଥିଲେ? ଜେନେରାଲ ଥିଲେ ସବୁ, ଲାଇକ୍ ମୋକମ ଚାନ୍ଦ, ଦିୱାନ ଚାନ୍ଦ, ହରି ସିଂ ନାଲୁଆ, ରାମଦୟାଲ ଏଟସେଟ୍ରା। ଏଇଟା ସବୁ ଥିଲେ। କହିବାର ଉଦ୍ଦେଶ୍ୟ ହଉଛି ଯେ ମାନେ କ'ଣ ଥିଲେ? କହିବାର ଉଦ୍ଦେଶ୍ୟ ହଉଛି ଯେ ଆମେ ସବୁ ଶକ୍ତିଶାଳୀ ଆର୍ମି ବନେଇକି ରଖିଥିଲେ। ଆଉ ଏମାନଙ୍କୁ ସବୁ ରେଗୁଲାର ପେମେଣ୍ଟ ବି ଦିଆହଉଥିଲା। ଏମିତି ନୁହଁ ଯେ ଖାଲି ଏମିତି ରଖାଯାଇଥିଲା, ରେଗୁଲାର ପେମେଣ୍ଟ ବି ଦିଆହଉଥିଲା। ରେଗୁଲାର ପେମେଣ୍ଟ ବି ଦିଆହଉଥିଲା। ତ କ'ଣ ହେଲା ଦେଖ, ତ ଘଟଣା ହଉଛି 1807 ମସିହାର କଥା ହେଲା। 1807 ମସିହାର କଥା। ଇଏ କହିଲେ ମାନେ ରେଗୁଲାର ପେମେଣ୍ଟ ଦିଆହଉଛି। ତାପରେ ଦେଖ କ'ଣ ଘଟିଲା। ଘଟଣା ହଉଛି କେତେ ସମୟର କଥା ରେ? କେତେ ସମୟର କଥା? 1807।
ଘଟଣା ହେଉଛି 1807 ମସିହାର କଥା। ତ ବର୍ତ୍ତମାନ ଆମେ ଯିବା କ'ଣ ଟ୍ରିଟି ଅଫ୍ ଅମୃତସର 1809। ଟ୍ରିଟି ଅଫ୍ ଅମୃତସର 1809 କ'ଣ ଯିବ ବର୍ତ୍ତମାନ ଟ୍ରିଟି ଅଫ୍ ଅମୃତସର। ବର୍ତ୍ତମାନ ମେଜର ଇନସିଡେଣ୍ଟ ଘଟିବ ଯେତେବେଳେ ଟ୍ରିଟି ଅଫ୍ ଅମୃତସର ହେବ 1809 ମସିହାରେ। ହେଲେ ଭେରି ଭେରି ଇମ୍ପୋର୍ଟାଣ୍ଟ ଟ୍ରିଟି ଏଇଟା। ଟ୍ରିଟି ଅଫ୍ ଅମୃତସର। ଟ୍ରିଟି ଅଫ୍ ଅମୃତସର। ଟ୍ରିଟି ଅଫ୍ ଅମୃତସର ଏଇଟା ହେଉଛି 1809। ଟ୍ରିଟି ଅଫ୍ ଅମୃତସର ହେଲା 1809। ତ କ'ଣ ହେଇଛି ଦେଖ, ଏ ଯେଉଁ ଟ୍ରିଟି ଅଫ୍ ଅମୃତସର ହେଲା, ଟ୍ରିଟି ଅଫ୍ ଅମୃତସର କାହିଁକି ହେଲା? ତ ତା ବ୍ୟାକଗ୍ରାଉଣ୍ଡକୁ ଯିବା ପୂର୍ବରୁ ଆମେ କ'ଣ ପଢ଼ିବାକୁ ପଡ଼ିବ ନା ଗୋଟେ ଟ୍ରିଟି ହେଇଥିଲା ରଷିଆର ଆଲେକ୍ଜାଣ୍ଡର ୱାନ୍ ଏବଂ ଫ୍ରାନ୍ସର ନେପୋଲିଅନ୍ ହେଲା। ରଷିଆର ଆଲେକ୍ଜାଣ୍ଡର ୱାନ୍, ଆଉ ଫ୍ରାନ୍ସର କିଏ ସେ ନେପୋଲିଅନ୍। ଫ୍ରାନ୍ସର କିଏ ନେପୋଲିଅନ୍। ଏମାନଙ୍କ ଭିତରେ ଗୋଟେ ଟ୍ରିଟି ହେଇଥିଲା। ଏଇଟା କି ଟ୍ରିଟି? ଏଇଟା ହେଉଛି ଟ୍ରିଟି ଅଫ୍ ତିଲସିଟ୍। ଟ୍ରିଟି ଅଫ୍ ତିଲସିଟ୍। ଟ୍ରିଟି ଅଫ୍ ତିଲସିଟ୍ ହେଇଥିଲା। ଏଇ ଟ୍ରିଟି ଅଫ୍ ତିଲସିଟ୍ ଯୋଗୁଁ ହିଁ ଟ୍ରିଟି ଅଫ୍ ଅମୃତସର ହେଲା। ଯୋଗୁଁ ହିଁ ଟ୍ରିଟି ଅଫ୍ ଅମୃତସର ହେଲା। ତ ପ୍ରଥମେ ଆମେ ଦେଖିବା ଯେ ଟ୍ରିଟି ଅଫ୍ ତିଲସିଟ୍ କ'ଣ ହେଲା। ଟ୍ରିଟି ଅଫ୍ ତିଲସିଟ୍ କ'ଣ ଯେ ଯାହାଫଳରେ କି ଟ୍ରିଟି ଅଫ୍ ଅମୃତସର ହେଲା। ଆରେ ବୁଝି ହେଉଛି? ତ ବର୍ତ୍ତମାନ ଆମେ ଦେଖିବା ଯେ ଟ୍ରିଟି ଅଫ୍ ତିଲସିଟ୍ରେ ଏମିତି କ'ଣ ଘଟଣା ଘଟିଲା ଯେ ଟ୍ରିଟି ଅଫ୍ ଅମୃତସରକୁ ସାଇନ୍ କରିବାକୁ ପଡ଼ିଲା। ତ ଆମେ ଦେଖିବା ଘଟିଛି ଟ୍ରିଟି ଅଫ୍ ତିଲସିଟ୍। ତ ପ୍ରଥମେ କମ୍ ଟୁ 1807। Now come to 1807. अठरश 7 का सब समय हूँ 1807 मसीहार कथा ना रशियार आलेक्जांडर रशियार आलेक्जांडर और फ्रांस और नेपोलियन एमान भीतर कौन लगे एमान भीतर है ट्रिटी ऑफ तिलसिट ट्रिटी ऑफ तिलसिट ट्रिटी ऑफ कौन कि तिलसिट ये ट्रिटी कौन चुक्ति रहा जे बोथ विल इन्वेड इंडिया थ्रू लैंड रूट फ्रॉम द नॉर्थ वेस्ट साइड एमाने डिसाइड कले कौन कले बोथ विल मिलित भाव दी जनाक both will invade India through land route अरे मोर आवाज ठीक से आसुची समस्त की from the northwest side है तमन रहले जब दी जना को कौन करिवे ना नॉर्थ वेस्ट साइड में ना हमर सेपट साइड रो पाकिस्तान साइड रो है पंजाब सेपट साइड रो कौन करिवे ना अटैक करिवे का इंडिया को है तो दिन मिसी के अटैक करिवे अलेक्जेंडर को नेपोलियन एवं द प्रोस्पेक्टस ऑफ जॉइंट फ्रांको रशियन इन्वेशन ऑफ इंडिया थ्रू द लैंड रूट हार्ड कौन इंग्लिश मान को टेंशन देला निया दबो बुझे ना तो देखो कौन है ना द proposals of joint Franco-Russian invasion
proposals of joint Franco-Russian invasion of India through land route had alarmed the English. Alarmed the English. Had alarmed the English. ଆରେ ବୁଝା ପଡ଼ିଲା ସେ ତାଙ୍କର ଏଇ ଯୋଉ ଖବର ଆସିକି ଯେତେବେଳେ ଆସିକି ଇଣ୍ଡିଆରେ ପହଞ୍ଚିଲା ଯେ ଏମାନେ ଏମିତି କରିବା ପାଇଁ ଚାହୁଁଛନ୍ତି ତ ଏଇଟା କ'ଣ କଲା ବ୍ରିଟିଶ ମାନଙ୍କୁ ଟେନସନ ଦେଲା ଯେ ଇଣ୍ଡିଆକୁ ଆକ୍ରମଣ କରିବା ପାଇଁ ରଷିଆ ଆଉ ଫ୍ରାନ୍ସ ମିଳିତ ଭାବରେ ଉଦ୍ୟମ କରୁଛନ୍ତି ବୋଲି। ଆରେ ଆବାଜ ଠିକ ସେ ଆସୁଛି ନା ନାଇଁ? ବୁଝୁ ସାର୍। ଟିକେ ମତେ ଲାଗୁଛି ଯେ ସ୍ଲୋ ହେଇଯାଇଛି ନେଟଟା। ଆଚ୍ଛା ତ ଇଏ ଯେ ଦି ଜଣଙ୍କ ମିଳିତ ଭାବରେ ଜଏଣ୍ଟ ଭାବରେ ଆକ୍ରମଣ କରିବେ ବୋଲି ଇଣ୍ଡିଆକୁ ଖବର ଆସିକି ପହଞ୍ଚିଲା ତ ଡେଫିନେଟଲି ଯେମନ ସେ ଟେନସନରେ ଆସିବ ତ ଇଂଲିଶ ବର୍ତ୍ତମାନ ଟେନସନରେ ପଳେଇ ଆସିଲେ। ତେଣୁ ସେମାନେ କ'ଣ କଲେ କାରଣ 1807 ବେଳକୁ ବି କ'ଣ ଇଂଲିଶ ଗୋଟେ ମେଜର ପାୱାର ହେଇଗଲାଣି ମେଜର ପଲିଟିକାଲ ପାୱାର ଇଣ୍ଡିଆରେ ବର୍ତ୍ତମାନ 1807 ବେଳକୁ। ତେଣୁ ବର୍ତ୍ତମାନ କ'ଣ ହେଲା ଦେଖ ଏଇଟା ଲେଖ in 1807 British EIC was a major power in India. British EIC was a major power in India. British EIC was a major power in India. You got it ना? अरे बुझा पड़ला ना? British EIC was a major power in India. कारण ଯଦି ଆମେ ଦେଖିବା ଟାଇମଲାଇନ ଟିକେ ଦେଖି ଡିସ୍କସନ କରିବା କ'ଣ କ'ଣ ହେଇଥିଲା ଦେଖ। ତ କ'ଣ ହେଇଥିଲା ଦେଖ ଯଦି ଆମେ ଟାଇମଲାଇନ ଡ୍ର କରିବା ଯଦି ଟାଇମଲାଇନ ଏଭଳି ଡ୍ର କରିବା ଦେଖ ତ ये ସବୁ ଯାହା ହେଲା ହେଲା ଏଇଟା ଦେଖ 18 ଏଇଟା ହଉଛି କେତେ ନଟ୍ ରେସ୍ପଣ୍ଡିଂ ହେଇଯାଉଛି ସବୁବେଳେ। ତ ଏଇଟା କେତେ 1757 କ'ଣ ହେଇଥିଲା କିରେ? ବ୍ୟାଟଲ ଅଫ ପ୍ଲାସି 1764 ବ୍ୟାଟଲ ଅଫ ବକ୍ସର 1764 ବ୍ୟାଟଲ ଅଫ ବକ୍ସର ହେଲା। ତାପରେ ବି ଯଦି ଆମେ ଦେଖିବା ଯୋଉ ଯଦି ପାୱାର ଦେଖିବା ବି ଏଇଟାରେ ଏଇ ଯଦି ପାୱାର ତମେ ଦେଖ ଏଠୁ ଯଦି ଦେଖ 1746 ରୁ ଏଠି ଦେଖ 1746 ରୁ 1763 କ'ଣ ହେଇଥିଲା ନା ତିନିଟା କର୍ଣ୍ଣାଟିକ ୱାର ହେଇଥିଲା। କର୍ଣ୍ଣାଟିକ ୱାର୍ସ
ତାପରେ ଯଦି ଆମେ ଦେଖିବା 1767 ରୁ 1719 ହେଲା, ଏ 1749, 1767 ରୁ 1767 କେତେ 49 କଣ ହେଇଥିଲା କି ଏଇଟା? ଏ ସମୟରେ କଣ ହେଇଥିଲା? ଆଙ୍ଗ୍ଲୋ ମହୀଶୂର ୱାର କି ନାଇଁ? ଆଙ୍ଗ୍ଲୋ ମହୀଶୂର ୱାର। ସାର୍ ସେଟା 1749 ନା 1799? ନା 1749 ବୋଧେ ନା? 1700 ନା 1767 ନା 1767 ରୁ 1799 ହେଲା। ଏଇଟା ହଉଛି କଣ ନା ଆଙ୍ଗ୍ଲୋ ମହୀଶୂର ୱାର। ତାପରେ ହଉଛି 1775 ରୁ 1805, 1775 ରୁ 1805, 1775 ରୁ 1805, 1805 ଏଇଟା କଣ ହେଇଥିଲା? ଏ ସମୟରେ କଣ ହେଇଥିଲା କି? ଫାର୍ଷ୍ଟ ଆଣ୍ଡ ସେକେଣ୍ଡ ଆଙ୍ଗ୍ଲୋ ମରାଠା ୱାର। ଫାର୍ଷ୍ଟ ଆଣ୍ଡ ସେକେଣ୍ଡ ଆଙ୍ଗ୍ଲୋ ମରାଠା ୱାର, ସେକେଣ୍ଡ ଆଙ୍ଗ୍ଲୋ ମରାଠା ୱାର, ଆଙ୍ଗ୍ଲୋ ମରାଠା ୱାର। ବୁଝିଲେ କି? ତା ମାନେ ଏଇ ସବୁ ଘଟଣା ପରେ 1805 ବେଳକୁ, 1805 ଗଲା, 1807 ବେଳକୁ ସେମାନେ ପ୍ରପୋଜାଲ କରୁଛନ୍ତି, ଶୁଣିଲେ ତ ଏଇ ସମୟରେ ମାନେ ସବୁଗୁଡା ଜିତିଥିଲେ ନା ବ୍ରିଟିଶ ମାନେ। ତା ମାନେ ବ୍ରିଟିଶ ମାନେ ବର୍ତ୍ତମାନ ଇଣ୍ଡିଆର ଗୋଟେ ମେଜର ପଲିଟିକାଲ ପାୱାର ବି ବନିଗଲେ ନା ନାଇଁ? ଆରେ ବୁଝା ପଡୁଛି ନା ନାଇଁ? ତେଣୁ ପଲିଟିକାଲ ପାୱାର ବନିଗଲେଣି। ତାପରେ କଣ ହେଲା, ବର୍ତ୍ତମାନ ବ୍ରିଟିଶ ମାନେ କଣ କଲେ ନା ତାଙ୍କର ଗୋଟେ ପଲିସି ଥିଲା କଣ, ରିଙ୍ଗ ଫେନ୍ସ ପଲିସି, ତାକୁ ବର୍ତ୍ତମାନ ଆକ୍ଟିଭେଟ କଲେ ହେଲା। ରିଙ୍ଗ ଫେନ୍ସ ପଲିସି ଥିଲା, ତାକୁ ବର୍ତ୍ତମାନ ସେମାନେ ଆକ୍ଟିଭେଟ କଲେ। ତ ବର୍ତ୍ତମାନ ରିଙ୍ଗ ଫେନ୍ସ ପଲିସି ଥିଲା, ତ ବର୍ତ୍ତମାନ ବ୍ରିଟିଶ ମାନେ କଣ କଲେ ଦେଖ, ତାଙ୍କ ରିଙ୍ଗ ଫେନ୍ସ ପଲିସିକୁ ଆକ୍ଟିଭେଟ କଲେ। ନାଉ ବ୍ରିଟିଶ ଆକ୍ଟିଭେଟେଡ ଦେୟାର ରିଙ୍ଗ ଫେନ୍ସ ପଲିସି। ତେଣୁ ଏମିତି ହେଇ ଆସିଲା, କହିଲେ ବର୍ତ୍ତମାନ ଆମକୁ ରେଡି ହେବାକୁ ପଡିବ। ସୋ ନାଉ ବ୍ରିଟିଶ ମାନେ କଣ କଲେ, activated their ring fence policy. Ring fence policy. Now British activated their कौन करे policy? अरे को policy? ring fence policy ର ମାନେ କଣ ଦେଖ। ring fence policy ମାନେ ମନେକର ତମେ ସବୁ ଆମେ ସାଇ ପଡିଶା ହେଇକି ସମସ୍ତେ ରହୁଛ ନା ଗୋଟେ ଜାଗାରେ। ମନେକର ତମେ କିଏ ଗୋଟେ ଆଟାକ୍ କଲା, ତମକୁ ଲାଗିଲା ଯେ ଗୋଟେ କଣ ଆଟାକ୍ କିଏ କରୁଛି ତମ ଲୋକାଲିଟିକୁ, ତ ତମେ କଣ କରିବ? ତମ ଘରେ ଯୋଉ ତମେ ଅଛ, ତମେ ଦେଖିବ ତମ ପଡିଶା ଘର ଯେତେ ଚାରିପଟେ ତମର ଅଛନ୍ତି ସେମାନେ ସୁରକ୍ଷିତ ରୁହନ୍ତୁ, କାରଣ ସେମାନେ ରହିଲେ ତ ତମେ ରହିବ ନା, ସେମାନଙ୍କୁ ଅତିକ୍ରମ କରି ତମ ପାଖକୁ ଆସିବେ ନା। ତେଣୁ ତମେ କଣ କରିବ? ତାଙ୍କୁ ଶକ୍ତିଶାଳୀ ଭାବରେ ତମେ ହେଲ୍ପ କରିବ। ତମ ପଡୋଶୀ ମାନଙ୍କୁ ଶକ୍ତିଶାଳୀ, ଚାରିପଟେ ଯେତେ ପଡୋଶୀ ଅଛନ୍ତି ତାଙ୍କୁ ଷ୍ଟ୍ରେଂଥେନିଂ କରିବ ତମେ, କାରଣ ତାଙ୍କୁ ଯଦି ଅତିକ୍ରମ କରିକି ଆସିଲା ନା ତମ ପାଖକୁ ଆସିବେ, ନହେଲେ କେମିତି ଆସିବେ? ବୁଝିଛ ନା ନାଇଁ? ତ ଚାରିପଟେ ଯୋଉ ତମର ପଡୋଶୀ ମାନେ ଅଛନ୍ତି ତାଙ୍କୁ ଶକ୍ତିଶାଳୀ କରିବା, ତାଙ୍କୁ ଫେନ୍ସିଂ କରିବା। ଫେନ୍ସିଂ ମାନେ କଣ ବୁଝିପାରୁଛ ନା ନାଇଁ? ପ୍ରୋଟେକ୍ଟ କରିବା। ତ ତାଙ୍କୁ ପ୍ରୋଟେକ୍ଟ କରିବା, ଯୋଉଟା କୁହାଯାଏ ବ୍ରିଟିଶ ରିଙ୍ଗ ଫେନ୍ସ ପଲିସି। ତେଣୁ ବ୍ରିଟିଶ ମାନେ କହିଲେ ଏମାନେ ନର୍ଥ ୱେଷ୍ଟ ଫ୍ରଣ୍ଟିୟର ସାଇଡରୁ ଆସିବେ। ତ ନର୍ଥ ୱେଷ୍ଟ ଫ୍ରଣ୍ଟିୟର ସାଇଡରେ କିଏ ଅଛନ୍ତି? ନର୍ଥ ୱେଷ୍ଟ ଫ୍ରଣ୍ଟିୟର ସାଇଡରେ ପଞ୍ଜାବ ଅଛି, ସିନ୍ଧ ଅଛି, ଆଫଗାନିସ୍ତାନ ଅଛି, ଇରାନ ଅଛି। ଏରା ତ ପୁଣି ଅତିକ୍ରମ କଲା ପରେ ବ୍ରିଟିଶ ଯୋଉ ଫ୍ରାଙ୍କୋ ରସିଆନ ବା ଫ୍ରାନ୍ସ ଆଉ ରଷିଆ ମିଳିକି ଆସିବ, ମିଶିକି ଆସିବ ବୋଲି ଭାବୁଛନ୍ତି, ତା ଜଏଣ୍ଟ ଆର୍ମି ଆସିବ। ତ ଏଗୁଡା ତ ଅତିକ୍ରମ କରିକି ଆସିବ, ଲ୍ୟାଣ୍ଡ ରୁଟରେ ସେମାନେ ପ୍ଲାନିଂ କରିଛନ୍ତି ଆସିବା ପାଇଁ। ତ ଏମାନଙ୍କୁ ଅତିକ୍ରମ କଲେ ତ ପୁଣି ଆସିକି ଆମ ପାଖରେ ଆସିକି ପହଞ୍ଚିବ। ବ୍ରିଟିଶ ମାନେ ଭାବିଲେ ଆମ ପାଖରେ ଆସିକି ପହଞ୍ଚିବ, ଏମାନଙ୍କୁ ଅତିକ୍ରମ ନ କଲେ କେମିତି ଆସିକି ପହଞ୍ଚିବ? ସେତେବେଳକୁ ପଞ୍ଜାବ ବି ବ୍ରିଟିଶ ମାନଙ୍କ ଅଧୀନରେ ନଥିଲା। ତେଣୁ କହିଲେ ପଞ୍ଜାବ ଅଛି, ତାପରେ ସିନ୍ଧ ବି ଅଛି, ପଞ୍ଜାବ ଅଛି, ତାପରେ କଣ ଆଫଗାନିସ୍ତାନ ଅଛି, ଇରାନ ଅଛି। ଏମାନଙ୍କୁ କ୍ରସ କଲେ ଯାଇକି ଆମ ପାଖରେ ଆସି ପହଞ୍ଚିବ। ତେଣୁ ଏମାନେ କଣ କଲେ? ଏମାନଙ୍କୁ ଷ୍ଟ୍ରେଂଥେନିଂ କରିବାରେ ହେଲ୍ପ କଲେ, ତାଙ୍କୁ ଏମାନଙ୍କୁ ଷ୍ଟ୍ରେଂଥ ଦେବେ ବୋଲି କହିଲେ। ତାଙ୍କୁ ପ୍ରୋଟେକ୍ଟ, ତାଙ୍କୁ କଣ ଫେନ୍ସିଂ କଲେ। ଫେନ୍ସିଂ ବୁଝିପାରୁଛ ତ? ଆରେ ଫେନ୍ସିଂ ମାନେ ବୁଝିପାରୁଛ? ଫେନ୍ସିଂ ମାନେ ବାଡ଼ ଦବା, ଯେମିତି ଆମ ବାଡ଼ିରେ ଆମେ ଲଗାଉଛୁ ଚାଷବାସ କରୁ ଚାରିପଟେ ବାଡ଼ ଦଉଛନ୍ତି ଫେନ୍ସିଂ। ତ ସେଇ ଟାଇପରେ ଏମାନେ କଣ କଲେ? ତାଙ୍କୁ ତାର ଉଦ୍ଦେଶ୍ୟ ଯେ ପ୍ରୋଟେକ୍ଟ କରିବା ଆମ ଏରିଆକୁ। ତେଣୁ ତାଙ୍କୁ ସେମାନେ କଣ ଷ୍ଟ୍ରଙ୍ଗ କରାଇଲେ ବର୍ତ୍ତମାନ। ତେଣୁ ଏଇଟାକୁ କୁହାଯାଏ ବ୍ରିଟିଶଙ୍କର ରିଙ୍ଗ ଫେନ୍ସ ପଲିସି। ଏଇ ପ୍ରକାର ପଲିସିକୁ ବ୍ରିଟିଶ ମାନେ କହୁଥିଲେ ସେମାନଙ୍କର ରିଙ୍ଗ ଫେନ୍ସ ପଲିସି। ତାଙ୍କ ନାଇବର ମାନଙ୍କୁ ଷ୍ଟ୍ରଙ୍ଗ କରୁଥିଲେ।
ତେଣୁ ଏଇ କଣ କରାହବ ନା ବର୍ତ୍ତମାନ ଆମେ ଦେଖିବା ଦେଖ। ଆରେ ବୁଝା ପଡିଲା କଣ କହିଲି? ହଁ ଆଜ୍ଞା। ହଁ ସାର୍। ତ କଣ ହେଲା ଦେଖ ତାଙ୍କର ରିଙ୍ଗ ଫେନ୍ସ ପଲିସି ଅନୁସାରେ କଣ କରାଗଲା। ତ ଏମିତି ଅଛି। ତ ବର୍ତ୍ତମାନ ଦେଖ ମନେକର ଏଇଟା ହେଲା ଇଣ୍ଡିଆ। ଛାଡ଼ ଆମେ ନର୍ଥ ଇଷ୍ଟ ରହିବ ସେପଟେ। ତ ଏଠି ରହିଲା କଣ ଏଇଟା ରହିଲା ଇଣ୍ଡିଆ ବ୍ରିଟିଶ ଇଣ୍ଡିଆ ମାନଙ୍କର ରହିଲା। ଏଠି ରହିଛି ପଞ୍ଜାବ। ପଞ୍ଜାବ ହେଲା ପଞ୍ଜାବ ସିନ୍ଧ ପଞ୍ଜାବ ରହିବ ସିନ୍ଧ ବି ରହିବ। ତ ଏଠି ଆଫଗାନିସ୍ତାନ ସେପଟେ ଇରାନ। ହଁ ତାମାନେ ଏଇଟା ହେଲା କଣ ଇରାନ। ଏଇଟା ହେଲା ଆଫଗାନିସ୍ତାନ। ଏଇଟା ହେଲା କଣ ଏଇଟା ହେଲା ସିନ୍ଧ। ଟୁଟୁ ତମର ଲେଟ୍ କଣ କିରେ? ହୁଁ ଟୁଟୁ ଟିକେ ଲେଟ୍ ହେଇଗଲା। ଲେଟ୍ ହେଇଗଲା ସେଠି। ଦେଖ ସମସ୍ତେ ଜଲ୍ଦି ଶୋଇବାକୁ ଅଭ୍ୟାସ କର। ଆମର ସବୁବେଳେ 5:30 ରୁ କ୍ଲାସ୍ ହେଉଛି। ତେଣୁ ଆଟଲିଷ୍ଟ ତମକୁ 5ଟାରୁ ଉଠିବାକୁ ପଡ଼ିବ। ବୁଝିଲ ନା? 5ଟା ବେଳକୁ କେମିତି ଉଠିବ ସେ ଅନୁସାରେ ନିଜକୁ ତୈୟାର କର। ଅଭ୍ୟାସ କଲେ ହେଇଯିବ। ଯଦି ମୋର କ୍ଲାସ୍ ନଥାନ୍ତା ମୁଁ ନିଜେ ବି ଶୋଇଥାନ୍ତି 6:30 ଯାଏ। ତେଣୁ ବର୍ତ୍ତମାନ ଯେହେତୁ ଆମର କ୍ଲାସ୍ 5:30ରେ ହେଉଛି ତେଣୁ 5ଟା ପୂର୍ବରୁ ଉଠିବାକୁ ପଡ଼ିବ। ତେଣୁ ସେ ଅନୁସାରେ ରେଡ଼ି ହୁଅ। ତ ଆଫଗାନିସ୍ତାନ ହେଲା ଏଇଟା ହେଲା କଣ କିରେ? ଏଇଟା ହେଲା ଆଫଗାନିସ୍ତାନ। ଏଇଟା ହେଲା କଣ? ଏଇଟା ହେଲା ସିନ୍ଧ। ଏଠି ହେଲା ପଞ୍ଜାବ। ଏଇଟା କଣ କିରେ? ପଞ୍ଜାବ। ତ ଏମାନେ କଣ କଲେ? ଏଇଟା ତ ବ୍ରିଟିଶ ଆଇସି ଏମାନେ ଏଠି ବ୍ରିଟିଶ ଆଇସି ଆକ୍ଟିଭ ଅଛି ଏପଟେ ସାଇଡ୍। ବ୍ରିଟିଶ ଆଇସି। ବ୍ରିଟିଶ ଆଇସି ତେଣୁ ବ୍ରିଟିଶ ମାନେ କହିଲେ ଏମାନେ ଯଦି ଲ୍ୟାଣ୍ଡ ରୁଟରେ ଆସିବେ ବୋଲି କହୁଛନ୍ତି ଯଦି ଆସିବେ ଏପଟ ତ ଦେଇକି ସବୁ ଦେଇକି ଆସିବେ ତ। ଏ ତ ଦେଇକି ସବୁ ଆସିବେ ସେଠି ପହଞ୍ଚିବେ। ତ ଏଠି ଯଦି ପହଞ୍ଚିବେ ତେଣୁ ଆମେ ଯଦି ଏମାନଙ୍କୁ ସବୁ ଷ୍ଟ୍ରଙ୍ଗ ବନେଇଦବା ତ ସେ ଆମ ପାଖକୁ କେମିତି ଆସିକି ପହଞ୍ଚିବେ? ତେଣୁ ସେ ତାଙ୍କର ଏଇଟା କୁହାଯାଏ ରିଙ୍ଗ ଫେନ୍ସ ପଲିସି। ଏଇଟା କଲା ରିଙ୍ଗ ଫେନ୍ସ ପଲିସି। ତେଣୁ ଏମାନଙ୍କୁ ସେ ଫେନ୍ସିଂ କରିବା ଷ୍ଟାର୍ଟ କଲେ। ତାପରେ କଣ କଲେ କାହାକୁ କାହାକୁ ଆପ୍ରୋଚ କଲେ ବର୍ତ୍ତମାନ? ତ ବ୍ରିଟିଶ ଆଇସି ବର୍ତ୍ତମାନ କାହାକୁ ତାଙ୍କ ଡେଲିଗେସନ ପଠେଇଲା। ବ୍ରିଟିଶ ଆଇସି କଣ କଲା? ଆରେ ବ୍ରିଟିଶ ଆଇସି କଣ କଲା ବର୍ତ୍ତମାନ? ତା ଡେଲିଗେସନ ପଠେଇଲା ସବୁ। ଏମାନଙ୍କ ପାଖକୁ ଡେଲିଗେସନ ପଠେଇଲା। ତ ପ୍ରଥମେ କିଏ ରହିଲା? ପ୍ରଥମେ ହେଲା ଇରାନ। ଏଠି ରହିଲା ଇରାନ, ଆଫଗାନିସ୍ତାନ, ପଞ୍ଜାବ, ତାପରେ ସିନ୍ଧ। ଏମାନଙ୍କ ପାଖକୁ କଣ ଗଲେ? ଡେଲିଗେସନ ଗଲେ। କିଏ ସେ? କିଏ ପଠେଇଲା ଡେଲିଗେସନ? ବ୍ରିଟିଶ ଇଆଇସି। ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ହେଲା। ତ ଏମାନଙ୍କ ଡେଲିଗେସନ ପଠେଇଲେ ଏମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ। ଏ ତାଙ୍କ ଡେଲିଗେସନ ନେଇ ପହଞ୍ଚିଲେ। ତ ଆମର ତ ସବୁ ଗୁଡା ଦେଖିବେନି। ଆଙ୍କ ସହିତ ବି ରିଙ୍ଗ ଫେନ୍ସ ପଲିସି ଗଲେ ଆଙ୍କ ସହିତ ବର୍ତ୍ତମାନ ଆମେ ଯେତେବେଳେ ଆମେ ଏଇ ପଞ୍ଜାବ ସହିତ ପଢିବା ନା ଆଙ୍ଗ୍ଲୋ ଶିଖ୍ ରେ ପଢିବା। ଆଙ୍ଗ୍ଲୋ ଆଫଗାନରେ ଆଫଗାନିସ୍ତାନ ପଢିବା। ଏଗୁଡା ଆମକୁ ଦରକାର ନାହିଁ। କାରଣ ସିନ୍ଧ ତ ବର୍ତ୍ତମାନ ପାକିସ୍ତାନରେ। ଏଇଟା ବି ଇରାନ ଟା ବର୍ତ୍ତମାନ ବି ତାଙ୍କର ଅଲଗା ଦେଶ। ଆଫଗାନିସ୍ତାନ ବି ଅଲଗା ଦେଶ। ଆଫଗାନିସ୍ତାନ ବି ଏତେ ଦରକାର ନାହିଁ। କିନ୍ତୁ ବେଳେବେଳେ ଯେହେତୁ ଆଫଗାନ ମାନେ ଆକ୍ରମଣ କରିଥାନ୍ତି ବାରମ୍ବାର ଇଣ୍ଡିଆକୁ ତେଣୁ ଟିକେ ଏଇଟା ଦରକାର ଅଛି। କିନ୍ତୁ କୋଶ୍ଚିନ୍ ଏତେ ପଡୁନି। ତେଣୁ ମେନ୍ ହେଲା ଆମେ ଆ ଉପରେ ବର୍ତ୍ତମାନ କନସେନଟ୍ରେଟ କରିବା। କାହା ଉପରେ? ପଞ୍ଜାବ ଉପରେ। ପଞ୍ଜାବ ସହିତ କଣ ସେମାନେ କଲେ? ଯେହେତୁ ଆମେ ଆଙ୍ଗ୍ଲୋ ଶିଖ୍ ପଢୁଛନ୍ତି ବର୍ତ୍ତମାନ ଏ ଉପରେ କନସେନଟ୍ରେଟ କରିବା। So now concentrate on Punjab. Now concentrate on କଣ? ପଞ୍ଜାବ। ହେଲା ପଞ୍ଜାବ ସହିତ ସେମାନେ କଣ କଲେ ବର୍ତ୍ତମାନ ଦେଖିବ। କଣ ହେଲା ନା ସେତେବେଳେ ପଞ୍ଜାବରେ କିଏ କିରେ ରାଜା? ଆରେ 1807 ବେଳକୁ କିଏ ରାଜା ବର୍ତ୍ତମାନ? ହୁଁ? ମହାରାଜା
ମହାରାଜା ରଞ୍ଜିତ ସିଂ ହେଲା। ମହାରାଜା ରଞ୍ଜିତ ସିଂ। ତେଣୁ କଣ ହେଲା ତାଙ୍କ ଦରବାରକୁ ବ୍ରିଟିଶ ଡେଲିଗେସନ କିଏ ଆସିଥିଲା ଦେଖ, କାରଣ ଏଗୁଡ଼ା ସମସ୍ତଙ୍କୁ ଆସିଥିଲେ କିନ୍ତୁ ସବୁ ଆମେ କନସେନ୍ଟ୍ରେଟ୍ କରି ଆମେ ପଞ୍ଜାବ ଉପରେ ପଠିବା ବର୍ତ୍ତମାନ। ତ କଣ ହେଲା ଦେଖ, ବର୍ତ୍ତମାନ ରଞ୍ଜିତ ପଞ୍ଜାବରେ ବର୍ତ୍ତମାନ ମହାରାଜା ରଣଜିତ ସିଂ, ମହାରାଜା ରଣଜିତ ସିଂ କୋଉଠି ପଞ୍ଜାବରେ ବର୍ତ୍ତମାନ ପଞ୍ଜାବର ରାଜା ବର୍ତ୍ତମାନ ମହାରାଜା ରଣଜିତ ସିଂ। ତେଣୁ ତାଙ୍କ ପାଖକୁ ଡେଲିଗେସନ ଆସିଲା, କିଏ ପଠେଇଲା ଡେଲିଗେସନ ସେଠି? ଏପଟେ କିଏ? ସେ ବ୍ରିଟିଶ। ଏପଟେ କିଏ? ସେ ବ୍ରିଟିଶ ଆଇସି। 1805 ବେଳକୁ ବ୍ରିଟିଶ ଆଇସି ର କିଏ କିରେ? ଆରେ ଭାଇସରୟ କିଏ ତାଙ୍କର ସେତେବେଳେ 1805 ବେଳକୁ? ହଁ ମିଣ୍ଟୋ। 1800 କେତେଟା? 1807, 1807 ନା 1807 ବେଳକୁ କିଏ ସେ? ଲର୍ଡ ମିଣ୍ଟୋ। ତାଙ୍କ ଗଭର୍ଣ୍ଣର ଜେନେରାଲ ହେଉଛି ଲର୍ଡ ମିଣ୍ଟୋ। ଗଭର୍ଣ୍ଣର ଜେନେରାଲ ଲର୍ଡ ମିଣ୍ଟୋ। ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ ଜେନେରାଲ ହେଉଛି ଲର୍ଡ ମିଣ୍ଟୋ। ଲର୍ଡ ମିଣ୍ଟୋ। ତେଣୁ ଲର୍ଡ ମିଣ୍ଟୋ ତାଙ୍କ ଡେଲିଗେସନ ପଠେଇଲା କାହାକୁ? କିଏ ଡେଲିଗେସନ କିଏ ଗଲା? ହଁ, ସାର୍ ଚାର୍ଲସ ମେଟକାଲ। ଯାହାକୁ ପଠେଇଲା ନା କଣ? जो पठला डेलीगेशन ता नाम सार चार्ल्स मेटकाल। CALFE ହେଲା डेलीगेशन पठेला सार चार्ल्स मेटकाल। तो बुझा पड़ला? हम्म हम्म सार चार्ल्स मेटकाल डेलीगेशन जो गला एठू ना कौन? ସାର୍ ଚାର୍ଲ୍ସ ମେଟକାଲ। ତେଣୁ ଇଏ ସଜେସନ ଦେଲେ ସାର୍ ଚାର୍ଲ୍ସ ମେଟକାଲ ଇଏ କଣ ସଜେଷ୍ଟ କଲେ ନରଜିତ ସିଂଙ୍କୁ? କହିଲେ ଦେଖ ବର୍ତ୍ତମାନ ଯେ ଆକ୍ରମଣ କରିବାକୁ ସେମାନେ ଭାବିଛନ୍ତି ଆମେ କଣ କରିବା ଦେଖ। ଇଏ ସଜେସନ ଦେଲେ ଇଏ କଣ ସଜେସନ ଦେଲେ? ଇଏ ସଜେଷ୍ଟେड ଆନ୍ ଅଫେନ୍ସିଭ ଡିଫେନ୍ସିଭ ଆଲିଆନ୍ସ ୱିଥ ମହାରାଜା ରଣଜିତ ସିଂ। ଅଫେନ୍ସିଭ ଡିଫେନ୍ସିଭ ଆଲିଆନ୍ସ ମାନେ ସେମାନେ ପରସ୍ପରକୁ ହେଲ୍ପ କରିବେ। ସଜେଷ୍ଟେଡ ଲେଖ, suggested an offensive defensive कौन करे? alliance with महाराजा रणजीत सिंह। जो महाराजा रणजीत सिंह with महाराजा रणजीत सिंह है ना। तार माने कौन? ऑफेंसिव डिफेंसिव अलियंस माने कौन? ये जो ऑफेंसिव डिफेंसिव कथा कहले एटा ये जोटा कहला एटा आर माने कौन? ऑफेंसिव डिफेंसिव माने हैला दैट इज they will help each other in case of enemy invasion है ना। ता माने होची they will help each other in case of enemy invasion। In case of enemy तो इनमें शत्रु आक्रमण में परस्पर कौन करेंगे करे? दे विल हेल्प इच अदर। ये तार कंडीशंस रहा। तापर सेकंड पॉइंट कौन है? एटला प्रथम पॉइंट, एटा प्रथम पॉइंट सजेशन कले। सेकंड पॉइंट कौन रहला? सेकंड पॉइंट कौन रहला देखो। सेकंड पॉइंट रहला जे रिवर सतलेज विल बी द बाउंड्री बिटवीन पंजाब एंड ब्रिटिश आईसी हैला। जो सतलेज रिवर अच्छे से पंजाब और ब्रिटिश ईस्ट इंडिया कंपानी ब्रिटिश टेरिटोरी भितर बाउंड्री रहबो। तो नॉर्थ पोर्ट तमर साउथ पोर्ट हमर हैला। तो रिवर सतलेज will be the boundary between
boundary between Punjab and British ହେଇଛି Punjab and British ହେଇଛି ହେଲା Punjab and British ହେଇଛି so north to Satluj ହେବ under Punjab north to Satluj କାହା under ହେବ north to Satluj ରହିବ under Punjab under କାହିଁକି under Punjab ତାପରେ south to Satluj କାହା under British. under British ବୁଝିଲ ତ ଏମିତି କଣ୍ଡିସନ ରହିଲା ଏମିତି ଦି ଜଣଙ୍କର କଣ୍ଡିସନ ରହିଲା ତ ମହାରାଜା ରଞ୍ଜିତ ସିଂ କହିଲେ ମୋର ଦିଟା କଣ୍ଡିସନ କହିଲେ ତମେ ଯୋଉ ଆଣିକି ଯୋଉ ନେଗୋସିଏସନ କରୁଛ ବା ଯୋଉ ରଖିଲେ ଦିଟା ପଏଣ୍ଟ ଏଥିରେ ମୋର ଦିଟା କଣ୍ଡିସନ ଅଛି ହେଲା ମୋତେ ଏଇ ନେଗୋସିଏସନକୁ ଆକ୍ସେପ୍ଟ କରିବାକୁ ହେଲେ ମୋତେ ତମକୁ ଦିଟା କଣ୍ଡିସନ ମାନିବାକୁ ପଡ଼ିବ ମୋର କଣ କଣ ଦେଖ ତାପରେ ଲେଖ ମହାରାଜା ରଞ୍ଜିତ ସିଂ ମହାରାଜା ରଞ୍ଜିତ ସିଂ କଣ କଲେ ଦେଖ ସେ କହିଲେ ମହାରାଜା ରଞ୍ଜିତ ସିଂ put two conditions to accept the negotiation ମହାରାଜା ରଣଜିତ ସିଂ put two conditions ହେଲା put two conditions put two conditions to accept the negotiation to accept the negotiation to accept the negotiation तो कौन है प्रथम कंडीशन कौन प्रथम कंडीशन रखले इंग्लिश वुड रिमेन न्यूट्रल इन केस ऑफ सिख अफगान वार जेते सिख अफगानिस्तान रूलर माने टाइम टू टाइम आक्रमण करथिले से जेते सिख अफगान वार हबो तो इंग्लिश लोक माने न्यूट्रल रहे से अफगानिस्तान रो साथ देबे हैला लेखाला इंग्लिश वुड रिमेन न्यूट्रल इन केस ऑफ सिख अफगान वार हैला प्रथम कंडीशन रहला इंग्लिश वुड remain neutral in case of a Sikh Afghan war in case of कौन करे Sikh Afghan war ହେଲା Sikh Afghan war समय माने न्यूट्रल रहबे दुई नंबर हैला consider Ranjit Singh as the sovereign of entire Punjab देखो से कहले consider Ranjit Singh as the sovereign of entire Punjab including Malwa including माने सीस सतलेज मालवा माने कोन के सीस सतलेज माने कोन सतलेज एपटू सतलेज साउथ पटू मालवा दिला सीस सतलेज माने सतलेज रो आक्रमण माने क्रॉस करी सीस सतलेज टेरिटोरी हैला माने मालवाटा कोन साउथ साइड को देला अरे बुझियाउची हां अरे मु कोची बुझी परछ तो जो मालवा रीजन ये कहले जे प्रथम तो आमे आंग्लो सिख वार हबो तमे न्यूट्रल रहबो ब्रिटिश मानु कहले प्रथम कंडीशन सेकंड कंडीशन जे महाराजा रणजीत सिंह को तमे एंटायर पंजाब रो सोवरेन लीडर मान सर्वभौमत्व लीडर आ खाली नॉर्थ साइड रो पंजाब साइड जो मालवा रीजन भी अछि तार भी माने ता सेटा भी हम अंडर रहबो रणजीत सिंह कहले अरे बुझा पड़छि कोन कहली आज्ञा किंतु ब्रिटिश माने एटा मानलेनी कहले तो केवल नॉर्थ साइड रे तमरो साउथ साइड तमे एंट्री करबो माने सतलेज ने रिवर साउथ साइड आमर सब तुम सेठी मालवा एरिया से पटे अछि तुम से पटे एंट्री मार परबो हैला तेनो ब्रिटिश डिड नॉट एक्सेप्ट द इट सो नेगोशिएशन फेल्ड इन 1807 तो कोन हला देखो
ତ ବ୍ରିଟିଶ ମାନେ କଣ କଲେ ନା ଏଇଟାକୁ ଏଇ ଯୋଉ ପଏଣ୍ଟଟା ତାଙ୍କର ରହିଲା ଯେ ମାଲୱା ରିଜନ ବି ଆମକୁ ମାନ ଆମର ରହିବ, ତେଣୁ ଏଇଟାକୁ ଏମାନେ ମାନିଲେନି ହେଲା। ତେଣୁ ଦେଖ ତ ଏଇଠି କଣ ହେଲା ନା ଇନ୍ 1800 ମହାରାଜା ମାନେ ସୋ ବଟ୍ ବ୍ରିଟିଶ ଡିଡ୍ ନଟ୍ ଆକ୍ସେପ୍ଟ ଇଟ୍, ଲେଖ ଏଠି ବଟ୍ ବ୍ରିଟିଶ ଡିଡ୍ ନଟ୍ ଆକ୍ସେପ୍ଟ ଇଟ୍, ବଟ୍ British did not accept it, did not accept it ହେଲା। So negotiation failed, so କଣ ହେଲା, so negotiation failed, negotiation failed, negotiation failed in 1807, କେତେ ଅନ୍ 1807 ରେ negotiation failed। ତ କଣ ହେଲା, ମହାରାଜ ରଞ୍ଜିତ ସିଂ ଇନଭେଡେଡ୍ ମାଲୱା ରିଜନ, ସେ କହିଲେ ବର୍ତ୍ତମାନ ମାଲୱା ରିଜନ ସେ ଆମକୁ ଦବାକୁ ମନା କରୁଛ ତ ସେ ଆକ୍ରମଣ କରିବା ଷ୍ଟାର୍ଟ କରିଦେଲେ ମାଲୱା ରିଜନ। ମହାରାଜା ରଞ୍ଜିତ ସିଂ ଇନଭାଇଟେଡ୍ ମାଲୱା ରିଜନ, ମହାରାଜା ରଣଜିତ ସିଂ କଣ କଲେ କି invaded Malwa region, so war between British and Maharaja Ranjit Singh ଆରମ୍ଭ ହେଇଗଲା। so war between କାହା ଭିତରେ, ବ୍ରିଟିଶ and ମହାରାଜା ରଣଜିତ ସିଂ, ବ୍ରିଟିଶ ସିଂ and ମହାରାଜା ରଣଜିତ ସିଂ, ମହାରାଜା ରଣଜିତ ସିଂ ବୁଝିପାରିଲା। ବଟ୍ ବ୍ରିଟିଶ ୱେର ମୋର ସକ୍ସେସଫୁଲ, ଏ ଯୋଉ ଯୁଦ୍ଧ ହେଲା ବ୍ରିଟିଶ ମାନେ ବେଶୀ ସକ୍ସେସଫୁଲ ଥିଲେ, ମାନେ ମାନଙ୍କର ଟିକେ ଦ୍ୱିତୀୟ ପୋଜିସନ ଥିଲେ। ବ୍ରିଟିଶ ୱେର ମୋର ସକ୍ସେସଫୁଲ, ବ୍ରିଟିଶ ୱେର ମୋର ସକ୍ସେସଫୁଲ, ବ୍ରିଟିଶ ୱେର ମୋର ସକ୍ସେସଫୁଲ। ତ ଯେତେବେଳେ ମହାରାଜା ରଣଜିତ ସିଂ ଦେଖିଲେ ଆମେ ହାରିବା ପୋଜିସନକୁ ଆସିଗଲୁଣୁ, ଆଉ ବ୍ରିଟିଶ ମାନେ ସକ୍ସେସଫୁଲ ମାନେ ୱିନିଂ ପୋଜିସନରେ ରହିଲେଣି, ତେଣୁ ମହାରାଜା ରଣଜିତ ସିଂ କହିଲେ ବର୍ତ୍ତମାନ ପ୍ରକୃତ ସମୟରେ ଟ୍ରିଟି ସାଇନ୍ କରିଦେବା କଥା ହେଲା। ସେ ଯାହା କହୁଛନ୍ତି ତାଙ୍କ କଥାକୁ ମାନି ନେବା, ନହେଲେ ନର୍ଥ ସାଇଡ୍ଟା ବି ଯିବ ହାତରୁ। ବୁଝିପାରୁଛ ନା ନାଇଁ? ଆରେ କଣ କହୁଛି ବୁଝିପାରୁଛ? ସେ କହିଲେ ନହେଲେ ନର୍ଥ ସାଇଡ୍ଟା ବି ଯିବ ହାତରୁ। ତେଣୁ କଣ ହେଲା ନା 1809ରେ ଇନ୍ 1809ରେ କଣ ହେଲା କିରେ? କଣ ହେଲା 1809ରେ? Treaty of Amritsar. In 1809, in the changed political scenario, in 1809, in the changed political scenario, in the changed political scenario, changed political scenario, political scenario, English became more assertive. English became more assertive. बुझिला? And the Treaty of Amritsar was signed, and Ranjit Singh agreed to sign, and Ranjit Singh agreed to sign the Treaty of Amritsar, to sign the Treaty of Amritsar, the Treaty of कौन करे? Amritsar, sign the Treaty of Amritsar, बुझिला? तो बर्तमान कौन है ना, सो रंजीत सिंह agreed to sign the Treaty of Amritsar। तो এটা সাইন কলা পরে বর্তমান কোন হলা না, নাও সতলেজ রিভর বিকেম द बाउंड्री, नो वन विल क्रॉस द सतलेज रिवर। ब्रिटिश माने क्रॉस करके नॉर्थ को जिबेनी, किबा तमे सिख माने कोन रंजीत सिंह कहले तमे भी क्रॉस करके साउथ साइड को आसीबे, तो सेपट तमर एपट आमर हला। तेनु नाउ सतलेज रिवर बिकेम द बाउंड्री। ए ट्रीटी साइन होला पर बर्तमान कोन हला, नाउ सतलेज रिवर बिकेम द बाउंड्री, became the boundary ହେଲା। no one will cross the Satluj river, condition ହେଲା ए सतलेज रो के क्रॉस करबानी, no one
will cross the Satluj river. अरे बुझा पड़ला तेणु महाराजा रणजीत सिंह देखिले साउथ साइड तो बंद हो सतलज साउथ साइड तो मालवा फल्ला एरिया जाई हेनी तेणु सी कौन कले ना नॉर्थ साइड माने जय यात्रा स्टार्ट कले जो राज्य को माने पंजाब को नॉर्थ साइड रे एक्सपांड करा लगे है तेणु सी कौन कले देख तो नाउ कौन कले महाराजा रणजीत सिंह कौन कले नाउ महाराजा रणजीत सिंह एक्सपांडेड हिज टेरिटोरी नाउ महाराजा रणजीत सिंह expanded his territory in a north direction है in a north direction तो कौन है नॉर्थ डायरेक्शन करेंगे ही कैप्चर्ड मुल्तान इन 1818 मुल्तान को 1818 कैप्चर कले ही कैप्चर्ड मुल्तान इन 1818 1800 मुल्तान को कैप्चर कले काश्मीर कैप्चर कले कहते काश्मीर को कैप्चर कले इन कहते 1819 and Peshawar in 1834 and Peshawar in 1834 बुझेला कहीं गोटे विराट साम्राज्य नॉर्थ साइड रे नॉर्थ वेस्ट साइड रे इंडिया रो गोटे बड़ बड़ साम्राज्य पंजाब रो साम्राज्य गोटे बड़ साम्राज्य कौन गठन कले बुझा पड़ुची अरे बुझा पड़ुची ना बुझा पड़नी हाँ बुझा पड़ो किंतु कौन हैला रणजीत सिंह डेथ हो गला 1834 से पेशवार जीतिले 1839 रे रणजीत सिंह युद्ध डेथ हो गला कहानी कौन है देखो सब कहानी आरंभ हो अरे बुझा पड़ी कौन कहूँ तो कौन है ना देख तो रणजीत सिंह डेथ हो गला जून मास 1839 बर्तमान हेडिंग दियो पंजाब आफ्टर महाराजा रणजीत सिंह हेडिंग दियो पंजाब आफ्टर महाराजा रणजीत सिंह चलीगला पंजाब कंडीशन कौन है पंजाब आफ्टर महाराजा रणजीत सिंह पंजाब आफ्टर महाराजा रणजीत सिंह है महाराजा रणजीत सिंह तो कौन है देख तो टाइम लाइन टाणी देख तो प्रथम कौन है ना जून मास जून के 1839 महाराजा रणजीत सिंह डेथ है महाराजा रणजीत सिंह पुआ खड़क सिंह किए महाराजा खड़क सिंह पर किए नवनिहाल सिंह क्या लगे नवनिहाल सिंह चांद कौर सिंह चांद कौर सिंह पहला शेर सिंह शेर सिंह दिलीप सिंह से दिलीप सिंह है दिलीप सिंह ये सेप्टेम्बर 1843 माने 1839 रु 1843 माने केते वर्ष 4.5 वर्ष 1839 रु 1843 देखो ये केते वर्ष 4.5 इयर्स मात्र केते वर्ष कहतियो 4.5 इयर्स एतिकी भितरे
କେତେ ଜଣ ଚେଞ୍ଜ ହେଇଗଲେଣି ଖଡ଼କ ସିଂ ଇଏ 2 3 4 5 ଜଣ ତା ମାନେ 5.5 ବର୍ଷ ଭିତରେ ଏତେ ଜଣ ରାଜା ହେଇଗଲେ। ये जो दिलीप सिंह हेले ये दिलीप सिंह at 5 years राजा ହେଇଥିଲା at 5 years became at 5 years became king ହେଲା 5 years ଭିତରେ ରାଜା ହେଇଥିଲା 5 ବର୍ଷ ବୟସ ତାକୁ ରାଜା କରିଦେଇଥିଲା। ଦେଖ ମାତ୍ର 5.5 ବର୍ଷ ଭିତରେ 5 ଜଣ ଚେଞ୍ଜ ହେଇଗଲେ ତାମାନେ ଜାଣିପାରୁଛୁ ପଲିଟିକାଲ ଟର୍ମୋଇଲ କୋଉ ଭଳିଆ। ଆରେ ପଲିଟିକାଲ ଯୋଉ ଟର୍ମୋଇଲ ମାନେ ବୁଝିପାରୁଛ ତ ଯୋଉ ପଲିଟିକାଲ ହଚପଚ ମାନେ ଷ୍ଟାବିଲିଟି ନାହିଁ ଇନଷ୍ଟାବିଲିଟି ପୁରା ଇଏ ହଉଛି କେତେବେଳେ ସିଏ ହଉଛି ତାପରେ ସିଏ ହଉଛି ତା ମାନେ ପୁରା ଉଥଲ ପୁଥଲ ହେଇଗଲା। ରଣଜିତ ସିଂ କାରଣ ରଣଜିତ ସିଂ ବହୁତ ଷ୍ଟ୍ରଙ୍ଗ ଲିଡର ଥିଲେ ସେ ଯେମିତି କନସୋଲିଡେଟ କରି ରଖିଥିଲେ ପୁରା ପଞ୍ଜାବକୁ ତାଙ୍କ ପରେ ମାନେ ସେଇଭଳିଆ କେହି ଆସିଲେ ତେଣୁ ପୁରା କଣ ହେଇଗଲା ଆରେ କଣ ହେଇଗଲା କି ରେ ଆଁ ଆରେ କଣ ହେଇଗଲା ପୁରା ପଞ୍ଜାବ ବିଖରି ଗଲା ପୁରା ଛିନ ଛତ୍ର ହେଇଗଲା ଓଡିଆ ଯୋଉଟା କହୁଛନ୍ତି। ତ କଣ ହେଲା ନା ଦେଖିବା ତାପରେ ଦେଖ ମହାରାଜା ରଣଜିତ ସିଂଙ୍କର ଗୁଡାଏ ୱାଇଫ ଥିଲେ ହେଲା ବହୁତ ୱାଇଫ ଥିଲେ ମହାରାଜା ରଣଜିତ ସିଂଙ୍କର ହେଇଛନ୍ତି ଜାଣିଛ ରାଜା ମାନେ ପ୍ରବଳ ୱାଇଫ ରଖୁଥିଲେ। ତ ବର୍ତ୍ତମାନ କଣ ହେଲା ନା ମହାରାଜା ରଣଜିତ ସିଂ had many wives। କଣ ଦେଖ ଆମ ମହାରାଜା ରଣଜିତ ସିଂଙ୍କର ଟିକେ ପର୍ସନାଲ ଜିନିଷ ବୁଝିବା ବର୍ତ୍ତମାନ ଦେଖିବା କଣ କଣ ଥିଲା। ଦେଖ ମହାରାଜା ରଣଜିତ ସିଂ had many wives। ମହାରାଜା ରଣଜିତ ସିଂ had କଣ କି many wives। many wives ଥିଲେ ତାଙ୍କର କିନ୍ତୁ ଆମମାନଙ୍କ ଭିତରୁ 5 ୱାଇଫ ଥିଲେ ଯିଏକି ମାନେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ହେଲା। among them there were 5 wives। among them there were 5 wives। 5 wives who gave birth to son। who gave birth ठीक है who gave birth to ଯେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ବୁଝିହଉଛି। ତ ସେଇଭଳିଆ କିଏ 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 ସେମାନେ ସେଇଭଳିଆ ଦେଖ ସେଇଭଳିଆ କୋଉମାନେ କିଏ କିଏ ଦେଖ ଦେଖ ମହାରାଜା ରଣଜିତ ସିଂଙ୍କର ଯୋଉ 5 ଜଣ ୱାଇଫ ଯିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ମହାରାଜା ରଣଜିତ ସିଂ ମହାରାଜା ରଣଜିତ ସିଂ ଜଣେ ଜଣେ ୱାଇଫ ନାଁ ଥିଲା ମେହତାବ କୌର। ମେହତାବ କୌର ମେହତାବ କୌର ହେଲା ମେହତାବ କୌର ମେହତାବ କୌର 3 ଜଣ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ହେଲା। ଗୋଟେ ହେଲା ଇଶାର ସିଂ ତାପରେ ତାରା ସିଂ ଶେର ସିଂ ହେଲା। ଇଶାର ସିଂ ଇଏ 3 ଜଣ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଜଣଙ୍କ ନାଁ ହଉଛି ଇଶାର ସିଂ ଇଶାର ସିଂ ହେଲା ତାପରେ ତାରା ସିଂ ତାରା ସିଂ ଆଉ ଜଣଙ୍କ ନାଁ ହଉଛି କଣ ଶେର ସିଂ ଶେର ସିଂ ହେଲା। କିନ୍ତୁ ଏଇ 2 ଜଣ କଣ ଏଇ 2 ଜଣ କଣ କିରେ ଏମାନେ ଥିଲେ ଟୁଇନ୍ ଥିଲେ ଏମାନେ ସବୁ ହେଲା ଟୁଇନ୍ ବଟ୍ ଇଲେଜିଟିମେଟ ମାନେ ମହାରାଜା ରଣଜିତ ସିଂ ତାଙ୍କୁ ପୁଅ ବୋଲି ମାନୁନଥିଲେ ଇଏ କହୁଥିଲେ ମାନେ ମୁଁ ପୁଅ ନୁହେଁ ଅବୈଧ ସନ୍ତାନ ଥିଲେ ଏମାନେ ଇଲେଜିଟିମେଟ ହେଲା ଏମାନେ କିନ୍ତୁ ଇଲେଜିଟିମେଟ ଥିଲେ। ତେଣୁ ଶେର ସିଂ ଙ୍କୁ ତାଙ୍କ ପୁଅ ବୋଲି ମାନୁଥିଲେ କିନ୍ତୁ ଶେର ସିଂଙ୍କର 2 ବର୍ଷରେ ଡେଥ୍ ହେଇଗଲା ଡାଏଡ୍ ଆଟ୍ 2 years of age। ଡାଏଡ୍ ଆଟ୍ ये कैसे करें इसार सिंह है ना इसार सिंह डाइड एट 2 years of age। ତ 2 ବର୍ଷ ଯେତେବେଳେ ହେଇଥିଲା ସେତେବେଳେ ଡେଥ୍ ହେଇଗଲା ତାପରେ ତାରା ସିଂ ଶେର ସିଂ ତ ସେମାନେ ପୁଅ ବୋଲି ମାନୁଥିଲେ କାରଣ ଏମାନେ ଭାବୁଥିଲେ ସେମାନେ ଅବୈଧ ସନ୍ତାନ ଇଲେଜିଟିମେଟ ଭାବୁଥିଲେ ତେଣୁ ତାଙ୍କ ଟୁଇନ୍ ମାନେ ଯୋଉ ଥିଲେ ଏମାନଙ୍କୁ ସିଏ ଗଲା ଇଏ ଗଲା ମେହତାବ କୌରଙ୍କର ଗଲା ତାପରେ ଲେଖେ ତାପରେ ଦତ୍ତୁର କର ତାର ଆଉ ଜଣେ ୱାଇଫ ନାଁ ହଉଛି ଦତ୍ତୁର କର
କର ଆଙ୍କ ପୁଅ ହଉଛି ଖରକ ସିଂ। ଖରକ ସିଂ। ଖରକ ସିଂ ହେଲା। ଖରକ ସିଂ ହଉଛି କଣ ନା ଫାଷ୍ଟ ଲେଜିଟିମେଟ୍ ଚାଇଲ୍ଡ। ଇଏ ହଉଛି ଫାଷ୍ଟ ଲେଜିଟିମେଟ୍ ଚାଇଲ୍ଡ। ଫାଷ୍ଟ ଲେଜିଟିମେଟ୍ ଚାଇଲ୍ଡ ଖରକ ସିଂ। ତାପରେ ଜିନ୍ଦଲ କର। ତାପରେ ହେଲା ଜିନ୍ଦଲ କର। ଜିନ୍ଦଲ କର। ଜିନ୍ଦଲ କରର ପୁଅ ଥିଲା ଦିलीप ସିଂ। ହେଲା। ଆକୁ ଯେତେବେଳେ ରଣଜିତ ସିଂର ଡେଥ୍ ହେଲା ମାତ୍ର ତାଙ୍କ ପୁଅ 10 ମାସର ଓଲ୍ଡ ହେଇଥିଲା। 10 ମାସ ହେଇଥିଲା ତାକୁ। ତ 10 months old କେତେ କେତେ ଆରେ ଡେଥ୍ କେତେ ହେଲା? 1839। 10 months old at 1839 1839 ଯେତେବେଳେ ତାର ଡେଥ୍ ହେଲା ସେ ମାତ୍ର 10 ମାସର ଛୁଆ ହେଇଥିଲା। କିଏ ସେ? ଦିलीप ସିଂ। ହେଲା ଦିलीप ସିଂ କେତେ ହେଇଥିଲା କିରେ? ମାତ୍ର 10 months old ହେଇଥିଲା। ତାପରେ ରତନ କର ଆଉ ଜଣେ ତାଙ୍କ ରାଣୀ ଥିଲେ ତାଙ୍କ ହଉଛି ରତନ କର। ରତନ କର। ରତନ କର ତାଙ୍କ ପୁଅ ଥିଲେ ମୁଲତାନ ସିଂ। ତାଙ୍କ ପୁଅ ନା କଣ ମୁଲତାନା ସିଂ। ମୁଲତାନ ସିଂ ତାଙ୍କ ପୁଅ ନା। ଆଉ ଜଣେ ରାଣୀ ଥିଲେ ଦୟା କର। ଦୟା କର। ତାଙ୍କର 2 ଜଣ ପୁଅ ଥିଲେ। 2 ଜଣ ପୁଅ ଥିଲେ। ଜଣଙ୍କ ନାଁ ହଉଛି କଣ? ଜଣେ ହଉଛି କାଶ୍ମୀରା ସିଂ ଆଉ ଜଣେ ହଉଛି ପସାଉରା ସିଂ। କାଶ୍ମୀରା ସିଂ ଜଣଙ୍କ ନାଁ ଥିଲା କାଶ୍ମୀରା ସିଂ। କାଶ୍ମୀରା ସିଂ ଆଉ ଜଣେ ହଉଛି ପେଶାୱରା ସିଂ। ପେଶାୱରା ସିଂ। ବୁଝିହେଲା? କିନ୍ତୁ ଏଇ ଯୋଉ 2 ଜଣ ଯାଙ୍କ ନା ଏଇ ଯୋଉ 2 ଜଣ ଥିଲେ କାଶ୍ମୀରା ସିଂ ଆଉ ଏଇ ଯୋଉ ରତନ କର ଆଉ ଦୟା କର ଏମାନେ ହଉଛନ୍ତି କଣ ନା ତାଙ୍କର ଅରିଜିନାଲ ଧର୍ମ ଏ ପତ୍ନୀ ନଥିଲେ। ଏମାନେ ଥିଲେ ୱାଇଫସ୍ ଅଫ୍ ସାହିବ ସିଂ ଭାଙ୍ଗି। ତ ସେମାନଙ୍କୁ ହରେଇକି ଭଙ୍ଗୀଙ୍କୁ ହରେଇଲେ ହେଲାକୁ ଏଇ ଜଣ ସ୍ତ୍ରୀଙ୍କୁ ସେ ନେଇ ଆସିଥିଲେ ତାଙ୍କଠୁ। ଆଗରୁ ଜାଣିଛୁ ରାଜା ମାନେ ଯାହା ଯୋଉ ରାଜାଙ୍କୁ ହରେଇବେ ତାଙ୍କ ସ୍ତ୍ରୀଙ୍କୁ ନେଇ ଆସୁଥିଲେ। ତେଣୁ ସେଇଭଳିଆ ଇଏ କଣ ଇଏ ଅରିଜିନାଲି କାହାର ୱାଇଫ୍ ଥିଲେ? ୱାଇଫସ୍ ଅଫ୍ ସାହିବ ସିଂ ଭଙ୍ଗି। ୱାଇଫସ୍ ଅଫ୍ ଏମାନେ କିଏ ଥିଲେ? ୱାଇଫସ୍ ଅଫ୍ ସାହିବ ସିଂ ଭାଙ୍ଗି। ହେଲା ସାହିବ ସିଂ ଭାଙ୍ଗି। ସାହିବ ସିଂ ଭାଙ୍ଗିଙ୍କର ମାନେ କଣ ଥିଲେ ନା ୱାଇଫ୍ ଥିଲା। ସାହିବ ସିଂ ଭଙ୍ଗିକି ମାନେ ପରାସ୍ତ କରିଥିଲେ ରାଜା ରଣଜିତ ସିଂ ତାଙ୍କ ୱାଇଫ୍ 2 ଜଣଙ୍କୁ ନେଇ ଆସିଥିଲେ। କିନ୍ତୁ ଏମାନଙ୍କୁ ତ ସେ ଏତେ ଇମ୍ପୋର୍ଟାନ୍ସ ଦଉନଥିଲେ କାରଣ ତାଙ୍କ ନିଜ ୱାଇଫ୍ ତ ନୁହଁ ତାଙ୍କଠୁ ପରେ ତାଙ୍କୁ ମାରିଥିଲେ। ତାଙ୍କର ଯୋଉ ପୁଅ 2 ଜଣ କିଏ ମୁଲତାନ ସିଂ ଆଉ ଏମାନଙ୍କୁ ବେଶୀ ଇମ୍ପୋର୍ଟାନ୍ସ ନଥିଲା। ଏମାନଙ୍କର ବେଶୀ ଇମ୍ପୋର୍ଟାନ୍ସ ନଥିଲା ହେଲା। ଏମାନଙ୍କର କଣ ନୋ ଇମ୍ପୋର୍ଟାନ୍ସ। ନୋ ଇମ୍ପୋର୍ଟାନ୍ସ ହେଲା ନୋ ଇମ୍ପୋର୍ଟାନ୍ସ। ନୋ ଇମ୍ପୋର୍ଟାନ୍ସ ମାନଙ୍କର। ତାମାନେ ଏପଟେ ତ ଇଏ ଗଲା ଇଲେଜିଟିମେଟ୍ ହେଇକି ଗଲେ ଇଏ ତ 2 ବର୍ଷରେ ଚାଲିଗଲା। ତାପରେ ଖଡକ ସିଂ ହଉଛି କେତେ ଫାଷ୍ଟ ଲେଜିଟିମେଟ୍ ଚାଇଲ୍ଡ ଆଉ ଦିलीପ ସିଂ ବି ଇଏ ତ ମାତ୍ର 10 ମାସର ହେଇଥିଲା ସେତେବେଳେ ଚାଲିଗଲେ। ଆର 1839 ଯେତେବେଳେ ତାଙ୍କ ଡେଥ୍ ହେଇଗଲା ମହାରାଜା ରଣଜିତ ସିଂଙ୍କର ସେତେବେଳେ ତ କଣ ହେଲା? ଆଉ ସେତେବେଳେ କଣ ହେଲା? ଏ ମାତ୍ର 10 ମାସରେ ତାର ଗୋଟିଏ ମାତ୍ର ପୁଅ ବଳିଲା ଖଡକ ସିଂ ଯିଏକି ହିଁ ହେଇପାରିବ ତାଙ୍କ ଉତ୍ତରାଧିକାରୀ ହେଇପାରିବ। ତେଣୁ ସେଥିପାଇଁ ମହାରାଜା ଦିଲ୍ଲୀପ ସିଂଙ୍କର କିଏ ହେଲା? ମହାରାଜା କିଏ ହେଲା? ଖଡକ ସିଂ। ବୁଝିହେଲା? ଆରେ ବୁଝା ପଡିଲା? ଆଜ୍ଞା। ତେଣୁ ଖଡକ ସିଂ ହେଲା ତାଙ୍କର ପ୍ରଥମ। ତେଣୁ ମହାରାଜା କିଏ ବସିଲା ବର୍ତ୍ତମାନ? ମହାରାଜା ବସିଲା ମହାରାଜା ଖଡକ ସିଂ। କିନ୍ତୁ ଖଡକ ସିଂ ଅଯୋଗ୍ୟ ଥିଲା। ଇଏ ମଦ ମ୍ୟୁଜିକ ହେଲା। ରାଜା ନାଚ ଗାନା ଦେଖିବ କିରେ? ଯେ ରାଜା ସେ ନାଚ ଗାନା ବସିକି ଦେଖିବ? ଏସବୁ ମ୍ୟୁଜିକ ଫ୍ୟୁଜିକ ଏଇ ସବୁ ଜିନିଷ ମଦରେ ମାନେ ନିଶାରେ ଦ୍ରବ୍ୟରେ ବୁଡି ରହୁଥିଲା। ମହାରାଜା ଖଡକ ସିଂ ବର୍ତ୍ତମାନ କିଏ ବନିଲା? ଆଙ୍କ ପରେ ମହାରାଜା ରଣଜିତ ସିଂଙ୍କ ପରେ ବର୍ତ୍ତମାନ ବନିଲା ମହାରାଜା ଖଡକ ସିଂ। ମହାରାଜା ଖଡକ ସିଂ ହେଲା।
तो बर्तमान किए बसिले महाराजा खड़क सिंह बर्तमान महाराजा खड़क सिंह बर्तमान बनला खड़क सिंह है कि महाराजा खड़क सिंह जो बनला पर कौन है कि लैक्ड हिज फादर्स डिप्लोमेटिक स्किल है फादर भाया नथिला बट ही लैक्ड लेख but he lacked his father's diplomatic skill diplomatic skills. He wasted himself by consuming excessive amounts of alcohol and opium and କଣ ସବୁବେଳେ ବେଡ୍ ରିଡେନ୍ ସବୁବେଳେ ତ ରୋଗଗ୍ରସ୍ତ ହେଇକି ରହୁଥିଲା. He wasted himself ଦେଖ he wasted himself by consuming excessive amount of alcohol ହେଲା and opium excessive amount of alcohol and opium and was bedridden always you got it na bedridden ସବୁବେଳେ କଣ ରହୁଥିଲା ରୋଗଗ୍ରସ୍ତ ହେଇକି ବେଡ୍ ରିଡେନ୍ ରହୁଥିଲା ମାନେ ତୋଷଇ ରହୁଥିଲା ମାନେ ରୋଗାକ୍ରାନ୍ତ ରହୁଥିଲା ସବୁବେଳେ ହେଲା ତେଣୁ କଣ ହେଲା ତେଣୁ ତାଙ୍କ ବାପା ଯେତେବେଳେ କଣ୍ଡିସନ ହେଲା ତେଣୁ ତା ବାପା 1840 ରେ ତାର ଡେଥ୍ ହେଇଗଲା ତେଣୁ ହିଜ୍ ସନ୍ ମହାରାଜା ନନ୍ୟୁଆଲ ସିଂ ହେଲା ବର୍ତ୍ତମାନ ଆସିଲା ତେଣୁ ତାଙ୍କ ପରେ କିଏ ଆସିଲା ତାଙ୍କର ଇଏ ପରେ ତ କଣ ହେଲା ଦେଖ ତାପରେ କଣ ହେଲା ନା ସିଏ ପରେ କଣ ହେଲା କି କିଏ ଆସିଲା ତା ପୁଅ ସୋ ହିଜ୍ ସନ୍ ମହାରାଜା ନବନିୱାଲ ସିଂ ବନିଲା ବୋଲି ବର୍ତ୍ତମାନ କଣ ହେଲା ହିଜ୍ ସନ୍ ସେ ଯେତେବେଳେ ରୋଗଗ୍ରସ୍ତ ରହୁଛନ୍ତି ତାଙ୍କ ସନ୍ କୁ ହିଜ୍ ସନ୍ ମହାରାଜା ନବନିହାଲ ସିଂ ବନିଲା ମହାରାଜା ନବନିହାଲ ସିଂ ବୁଝିଲା କିନ୍ତୁ କଣ ହେଲା ନା 1840 ବେଳକୁ 1840 ରେ his father died ତା ବାପାଙ୍କର ମୃତ୍ୟୁ ହେଇଗଲା ତେଣୁ while returning from his father's funeral ଯେତେବେଳେ ତାଙ୍କ ମାନେ ଯୋଉ ତାଙ୍କ ଦାହ କରିକି ତାଙ୍କ ବାପାଙ୍କୁ ଆସୁଥିଲେ ବାଟରେ ତ ଗୋଟେ ମାସିଭ ବ୍ଲକ ଅଫ ଷ୍ଟୋନ ଗୋଟେ ବଡ ପଥର ଖଣ୍ଡ ତାଙ୍କ ମୁଣ୍ଡ ଉପରେ ପଡି ପଡିଲା ତାପରେ ନବନିହାଲ ସିଂ ଉପରେ ତେଣୁ ତାଙ୍କର ଡେଥ୍ ହେଇଗଲା ଦେଖ while returning from his father's funeral while returning from his father's funeral a massive block of stone from a store fell upon him ତାଙ୍କ ମୁଣ୍ଡ ଉପରେ ପଡିଗଲା କିନ୍ତୁ ଏହି ସମୟରେ ହେଲା ନା ସେ ତାର ତ ଡେଥ୍ ହେଇଗଲା କିନ୍ତୁ ଏହି ସମୟରେ କଣ ନବନିହାଲ ସିଂଙ୍କର ୱାଇଫ ପ୍ରେଗନେଣ୍ଟ ଥିଲେ ହେଲା ଏହି ସମୟରେ କଣ ହେଲା କି ନବନିହାଲ ସିଂଙ୍କର ୱାଇଫ ପ୍ରେଗନେଣ୍ଟ ଥିଲେ Now, Navnil Singh's wife was pregnant. Hey, Samar. Navnil Singh's wife was pregnant.
ନବନୀତ ୱାଇଫର ବର୍ତ୍ତମାନ ନବନିହାଲ ସିଂଙ୍କର ଯେ ମା ମାନେ କିଏ ସେ ଖଡକ ସିଂଙ୍କର ପତ୍ନୀ ଯିଏ ତାଙ୍କ ନାଁ ହଉଛି ଚାନ୍ଦ କର। ଚାନ୍ଦ କର ଚାନ୍ଦ କର କଣ କଲା ଦେଖ ମାନେ କୋଉ ଭଳିଆ କଣ୍ଡିସନ ଦେଖ ଆରେ ବୁଝିପାରୁଛ କଣ୍ଡିସନ କୋଉ ଭଳିଆ ତ ହଁ ଆରେ କଣ୍ଡିସନ ବୁଝିପାରୁଛ ନା ନାଇଁ ବର୍ତ୍ତମାନ ପ୍ରଥମେ ତ ଆଜ୍ଞା ଖଡକ ସିଂ ଚାଲିଗଲା ତାପରେ ତା ପୁଅ ନବନିହାଲ ସିଂ ତା ବାପାକୁ ମୁଖାଗ୍ନି ଦେଇକି ଆସୁଥିଲା ତ ସେତେବେଳେ କଣ ହେଲା ରାସ୍ତାରେ ଗୋଟେ ପଥର ଖଣ୍ଡ ଖସି ପଡିଲା ତା ମୁଣ୍ଡ ଉପରେ ତ ସେ ଚାଲିଗଲା ପରେ ବର୍ତ୍ତମାନ କିଏ ହବ କିନ୍ତୁ ସେଇ ସମୟରେ ନବନିହାଲ ସିଂର ପତ୍ନୀ ପ୍ରେଗନେଣ୍ଟ ଅଛି ତେଣୁ ନବନିହାଲ ସିଂର ମା ମାନେ ଖଡକ ସିଂର ପତ୍ନୀ ଯିଏ ଥିଲା ଚାନ୍ଦ କର ସେ କହିଲା ଯେ ବର୍ତ୍ତମାନ ମୋ ବୋହୁ କଣ ଅଛି ପ୍ରେଗନେଣ୍ଟ ଅଛି ତେଣୁ ସିଏ ଯୋଉ ପୁତ୍ର ସନ୍ତାନ ଜନ୍ମ କରିବ ସିଏ ବର୍ତ୍ତମାନ ହବ ରାଜା ସିଏ ଜନ୍ମ ହେଲା ପରେ ଏବଂ ଜନ୍ମ ହେଇନି ବୁଝିପାରୁଛ ନାଇଁ ମାନେ ସେ କହିଲେ ସେ ଯେତେବେଳେ ଜନ୍ମ ହବ ସେ ରାଜା ହବ ଏବଂ ସେଇ ଅଜନ୍ମ ମାନେ ସେଇ ଅନବର୍ନ ଚାଇଲ୍ଡର ରିଜେଣ୍ଟ ହେଇକି କାମ କଲା ଯୋଉ ଚାଇଲ୍ଡ ଅନବର୍ନ ହେଇଛି ବର୍ତ୍ତମାନ ସେ କହିଲେ ତା ତରଫରୁ ବର୍ତ୍ତମାନ ମତେ କାମ କରିବାର ଅଛି ମାନେ ମୁଁ ବର୍ତ୍ତମାନ ରିଜେଣ୍ଟ ତାର ସିଏ ବର୍ତ୍ତମାନ ରାଜା ହବ ଜନ୍ମ ହବ ତେଣୁ କଣ କଲେ ଇଏ ଘୋଷଣା କଲା ଚାନ୍ଦ କର ଚାନ୍ଦ ବୁଝିପାରୁଛ ତ ଏ ଚାନ୍ଦ କର କିଏ ଆଜ୍ଞା ନବନୀତ ହଁ ୱାଇଫ ଅଫ ନବନୀତ अरे नवनिहाल सिंह से मदर वाइफ नुहे चांद कौर कौन कला नवनिहाल सिंह से मदर ये नवनिहाल सिंह मदर ये कहला मो बहु बर्तमान प्रेग्नेंट अच्छी तेणु सी जो पुत्रटा जन्म कर कहीं जन्म होना जन्म कले सी राजा हम डिक्लेयर्ड हरसेल्फ चांद कौर कौन कला डिक्लेयर्ड हरसेल्फ as regent for the unborn child for the unborn child for the unborn child of Navnihal Singh for the unborn child of Navnihal Singh and his pregnant widow Sahib Kaur ତା ସ୍ତ୍ରୀ ନା କଣ ଥିଲା and his pregnant widow ତା ନା କଣ କିରେ pregnant widow साहिब कौर बुझेला ତା ପ୍ରେଗନେଣ୍ଟ ୱିଡୋ ସାହିବ କର ତା ପ୍ରେଗନେଣ୍ଟ ୱିଡୋ ତା ନା କଣ ଥିଲା କିରେ ଆଁ ତା ନା କଣ ଥିଲା ସାହିବ କର ତେଣୁ ଇଏ କଣ କଲା ଇଏ ବର୍ତ୍ତମାନ କହିଲା ଯେ ମୋର ବୋହୁ ଯୋଉ ପ୍ରେଗନେଣ୍ଟ ଅଛି ସେ ଯେତେବେଳେ ଛୁଆ ଜନ୍ମ କରିବ ପୁତ୍ର ସନ୍ତାନ ଜନ୍ମ କରିବ ବର୍ତ୍ତମାନ ସିଏ ହବ ରାଜା ମୁଁ ତା ତରଫରୁ ତା ରିଜେଣ୍ଟ ବର୍ତ୍ତମାନ ତା ରିଜେଣ୍ଟ ମାନେ ମୁଁ ତା ତତ୍ତ୍ୱାବଧାରକ ହେଲା ହେଇକି ବର୍ତ୍ତମାନ ମୁଁ ସବୁ କାର୍ଯ୍ୟ ଦେଖିବି କିନ୍ତୁ କଥା ହେଲା शेर सिंह गुड़ा भल लगे शेर सिंह किए करे अरे शेर सिंह के अरे शेर सिंह के कौन मो शेर सिंह प्रथम अवज्ञा ना कही अरे कौन कही शेर सिंह के महताब कौर पुओ अरे महताब कौर तीन पुओ थे ना गोटे ईशार सिंह तारा सिंह और शेर सिंह କିନ୍ତୁ शेर सिंह टुइन ମାନେ ଇଲେଜିଟିମେଟ୍ ବୋଲି ମାନଙ୍କର ମହାରାଜା ରଞ୍ଜିତ ସିଂ ମାନୁ ନଥିଲେ ମାନେ କହୁଥିଲେ ମୋ ଅରସରୁ ଜନ୍ମ ହେଇନାହାନ୍ତି ମାନେ ଇଲେଜିଟିମେଟ୍ ସବୁ ଅବୈଧ ମାନେ ତେଣୁ शेर सिंह କଣ କଲା ନା शेर सिंह ଗୋଟେ ଭଲ ଲାଗିଲା କହିଲା ଯୋଉ ଛୁଆଟା ଏପର୍ଯ୍ୟନ୍ତ ଜନ୍ମ ହେଇନି ତମେ ତାକୁ କଣ ରାଜା କରୁଛ ସେ ଛୁଆ ହବ କି ସେ ପୁଅ ହବ ନା ଝିଅ ହବ କି ବଞ୍ଚିବ କି ମରିବ କିଛି ଜଣା ନାହିଁ ତମେ ତାକୁ କଣ ରାଜା କରିକି ଗୋଟେ ତମେ ଡିକ୍ଲେୟାର କରୁଛ ଏଇଟା ଠିକ ହେଲା ତେଣୁ शेर सिंह କଣ କଲା ଡିଡ୍ ନଟ୍ ଲାଇକ୍ ଇଟ୍ ତେଣୁ शेर सिंह କହିଲା ଆଇ ଡିଡ୍ ନଟ୍ ଲାଇକ୍ ଇଟ୍ तो शेर सिंह कौन कला देखो बट शेर सिंह डिड नॉट लाइक इट हैला तो कौन हैला तो शेर सिंह सीज्ड लाहौर देखो शेर सिंह कौन कला तो शेर सिंह लाहौर को कौन कला सीज्ड लाहौर शेर सिंह सीज्ड लाहौर विथ ए 70,000 स्ट्रॉन्ग आर्मी केते तेणु 70,000 गोटे स्ट्रंग आर्मी नहीं कि तरफ ता तरफ आर्मी मान मिले 70,000 स्ट्रंग आर्मी
बट ही वाज मर्डर्ड सर सिंह मर्डर कर दिया गला बट ही वाज मर्डर्ड चेष्टा करथिला किंतु कोन ताको मार देले तो बर्तमान कौन है कि नवनिहाल सिंह वाइफ बर्तमान गोटे सन्तान गोटे कौन कला जन्म जो छुआ जन्म कला से गोटे माने डायट माने डेथ छुआ गोटे माने गोटे मृत कन्या को जन्म कला है मृत छुआ जन्म कला तेणु ना नवनिहाल सिंह वाइफ कौन कला बर्तमान नवनीत सिंह वाइफ ना कौन करे तर वाइफ ना कौन चांद को मो मुंड पीटी देवी अरे चांद करबा तांको मां को ना साहिब कर नोट देखो कौन लिखा है आणि प्रेग्नेंट विडो साहिब कर लिखा है नाउ नवनिहाल सिंह वाइफ किए ता ना कौन साहिब कर है साहिब कर कौन कला ना गेव बार्थ टू ए डेड चाइल्ड गेव बार्थ टू ए डेड चाइल्ड है डेड चाइल्ड तो बर्तमान कथा सरी गला आ नवनिहाल सिंह कथा कहानी शेष तेणु चांद कर तो किसी कहि परिबनि तार तो कि जन्म हेले मृत छुआ जन्म होला तेणु आ किए बंचिला बर्तमान अरे किए बहिला बर्तमान एमान तो बर्तमान पाली पड़ला दिलीप सिंह रो मां हूँ जिंदल कर जिंदल को तो गोटे पुआ थिला दिलीप सिंह हे समय 10 मासर बोल्ड हेतला कि बर्तमान टिके बड़ हो गलानी 5 वर्ष हो गलानी तेणु बर्तमान कहीं ना बर्तमान दिलीप सिंह को महाराजा बने दिया गला है सो दिलीप सिंह बिकेम महाराजा एट द एज ऑफ 5 इयर्स तो बर्तमान कौन होला कहीं न रहिला पर बर्तमान कौन होला देखो सो दिलीप सिंह बर्तमान कौन होला सो दिलीप सिंह now Dilip Singh become what Dilip Singh became Maharaja became Maharaja became Maharaja at the age of 5 years kete at the age of kete kare 5 years अरे बुझा पड़ला so Dilip Singh became Maharaja at the age of 5 years and his mother Jindal Kaur became regent and his mother Jindal Kaur became कौन करे became regent माने ता तत्वावधारक है तो बर्तमान कौन दिलीप सिंह बर्तमान 5 वर्ष बयस रे बर्तमान दिलीप सिंह को राजा कर दिया गला तांकर मां जिंदल कर हेल तांकर रिजेंट बुझिला अरे बुझिला तो बर्तमान कंडीशन कौन आसी पहुंचला देखो को भला कंडीशन बर्तमान आसी पहुंचला केमती कंडीशन आसी पहुंचला देखो तो बर्तमान हैला के से ना बर्तमान हैला एठी हैला के से जिंदल कर महाराजा रणजीत सिंह कर ये भी जने रानी थिले एवं ये बर्तमान दिलीप सिंह रो मां तेन बर्तमान महाराजा बनले के से महाराजा दिलीप सिंह बर्तमान दिलीप सिंह केते वर्ष होइतला महाराजा हेले 5 वर्ष होइतला ता मां हेले ता रिजेंट बर्तमान ये ता रिजेंट ता मां ता रिजेंट ऊपर काम करले हला तो एठी कोन हला ना जो जिंदल सिंह रो भाई थिले ता ना जवाहर सिंह हला एठ लेखो आंकर जने भाई थिले ता ना कोन करे जवाहर सिंह ये तांका ब्रदर हला जवाहर सिंह तांका ब्रदर थिले आउ जने थिले कोन जिंदल करंगर आउ जने थिले तांकर आउ जने थिले तांकर लवर थिले हला तो तांका ना होची कोन लाल सिंह था ता लवर जे तो प्रेम रे पड़बे सात पांजरु जीवो ये भी से कथा हला एठी आ कोन ये तांका लवर थिले लाल सिंह हला तो जिंदल कर थिला कोन तांका ब्रदर थिला जवाहर सिंह एवं आंकर जने मिनिस्टर थिले वजीर महाराजा रणजीत सिंह महाराजा दिलीप सिंह कर जने वजीर थिला महाराजा रणजीत वजीर थिला जने
ତା ନାଁ ହେଉଛି କ'ଣ କି ହରି ସିଂ ଡୋଗ୍ରା। ହରି ସିଂ ଡୋଗ୍ରା, ତାଙ୍କ ନାଁ ହେଉଛି ହରି ସିଂ ଡୋଗ୍ରା। ହରି ସିଂ ଡୋଗ୍ରା, ହରି ସିଂ ଡୋଗ୍ରା ହେଲା, ଇଏ ଥିଲା ତା ୱଜିର। ଇଏ ଥିଲା ତାର ୱଜିର ହେଲା, ୱଜିର ମାନେ କ'ଣ ମିନିଷ୍ଟର, ହରି ସିଂ ଡୋଗ୍ରା। ତ କ'ଣ ହେଲା ନା ବର୍ତ୍ତମାନ ଏଇଭଳିଆ କଣ୍ଡିସନ ଥିଲା ହେଲା, ଏଇଭଳିଆ କଣ୍ଡିସନ ଥିଲା। ବର୍ତ୍ତମାନ ମହାରାଜା ରଣଜିତ ସିଂଙ୍କର ରିଜେଣ୍ଟ ଉପରେ କାମ, ଆମକୁ ତ 5 ବର୍ଷ ହେଇଛି, ତା ରିଜେଣ୍ଟ ଉପରେ କାମ କରୁଛି ଜିନ୍ଦଲକର। ଆଉ ତା ଜିନ୍ଦଲକର ଗୋଟେ ଲଭର ଅଛି, ତା ନାଁ ହେଉଛି ଲାଲ ସିଂ, ଆଉ ତାର ଭାଇ ଅଛି ଯାହା ନାଁ ହେଉଛି ଜୱାହର ସିଂ। ଏମିତି କଣ୍ଡିସନ ଅଛି। ଆଉ ତାଙ୍କର ୱଜିର ଯେ ମିନିଷ୍ଟର ଅଛି ତା ହେଉଛି ହରି ସିଂ ଡୋଗ୍ରା। ଏଭଳିଆ କଣ୍ଡିସନରେ ଅଛି। କିନ୍ତୁ କଥା ହେଲା 1844 ମସିହାର କଥା। 1844 ମସିହାରେ କ'ଣ ହେଲା ନା, ଦେଖ ତାପରେ ହରି ସିଂ ଡୋଗ୍ରା କ'ଣ, ଏଠି ଦେଖ ନେକ୍ସଟ ବର୍ଷ। ଆରେ କିଏ ପଳେଇ ଯାଇଛି କି ପୁଣି ଜଣେ? ଅନନ୍ୟା ପଳେଇଛି କ'ଣ ପାଇଁ ରେ? ଆଚ୍ଛା, ହରି ସିଂ ଡୋଗ୍ରା କ'ଣ ହେଲା ଦେଖ। ହରି ସିଂ ଡୋଗ୍ରା ହରି ସିଂ ଡୋଗ୍ରା ହରି ସିଂ ଡୋଗ୍ରା କ'ଣ ହେଲା 1844 ମସିହାରେ, 1844 ମସିହାର କଥା। ହରି ସିଂ ଡୋଗ୍ରା କ'ଣ ହେଲା, ଫେଲ୍ ଏ ଭିକ୍ଟିମ୍ ଟୁ ଏ କୋର୍ଟ ଇଣ୍ଟ୍ରିଗ୍ୟୁ। ଫେଲ୍ ଏ ଭିକ୍ଟିମ୍ to a court interview to a court interview and was murdered in 1844 and was murdered in କେତେ 1844। କ'ଣ ଥିଲା ତାଙ୍କୁ କୁହାଯାଉଥିଲା, seems he was trying to flee the capital with loot from the royal treasury ହେଲା, ରାଜକୋଷରୁ ମାନେ ସମ୍ପତ୍ତି ଲୁଟ୍ କରିକି ଫେରାର ହଉଥିଲେ ବୋଲି ତାଙ୍କ ଏଗନେଷ୍ଟରେ କ'ଣ ଥିଲା, ଆଲିଗେସନ ଥିଲା। ତ it seems he was trying, ଲେଖ it seems he was trying to flee he was trying to flee the capital with loot from the royal treasury, with loot from the royal treasury, କହିବାର ଉଦ୍ଦେଶ୍ୟ ହେଲା ଯେ ରୟାଲ ଟ୍ରେଜେରୀରୁ ମାନେ ରାଜକୋଷରୁ ପଇସା ବା ଧନ ସମ୍ପତ୍ତି ଲୁଣ୍ଠନ କରିକି ସେ ଫେରାର ହେଇଯାଉଥିଲେ ବୋଲି ତାଙ୍କର ଆଲିଗେସନ ଥିଲା। ତେଣୁ ସେଇ ଅନୁସାରେ ଗୋଟେ କୋର୍ଟ ଇଣ୍ଟ୍ରିଗ୍ୟୁ ହେଲା, ତାଙ୍କୁ ମର୍ଡର କରିଦିଆଗଲା 1844। ବୁଝିଲା? ତ ସିଏ ମରିଗଲା ପରେ ତାଙ୍କ ଜାଗାରେ ଜଣେ ରହିବ କି ମିନିଷ୍ଟର ହବ। ତେଣୁ କ'ଣ ହେଲା, ବର୍ତ୍ତମାନ ତାଙ୍କ ଭାଇ ମାନେ ଜିନ୍ଦଲକରର ଭାଇ ଥିଲା ଜୱାହର ସିଂ। ଜୱାହର ସିଂ ବିକେମ୍ ଦ ୱଜିର। ତ ବର୍ତ୍ତମାନ କ'ଣ ହେଲା ଦେଖ। Now Johar Singh became wazir। ତ ତା ଜାଗାରେ ବର୍ତ୍ତମାନ କିଏ ହେଲା? देखो, now Johar Singh became wazir। Now Johar Singh became कौन करे वजीर। Now Johar Singh became wazir ହେଲା, ସେ ବର୍ତ୍ତମାନ wazir ହେଲା। He thought Dilip Singh is having threat from Peshwar Singh। पशवारा सिंह एक रे, अरे पशवारा सिंह के, पशवारा सिंह कैसे पशवारा सिंह कैसे? तो दयाकर दीटा पुଅ ଥିଲେ, ଗୋଟେ କାଶ୍ମୀରା ସିଂ ଆଉ ଗୋଟେ ପଶୱାରା ସିଂ, ଯେ ସାହିବ ସିଂ ବାଙ୍ଗିର ପ୍ରଥମ ୱାଇଫ୍ ଥିଲେ। ତାପରେ ତାଙ୍କୁ ହରେଇଲା ପରେ ଇଏ ରଣଜିତ ସିଂ ତାଙ୍କୁ ନେଇ ଆସିଥିଲେ ୱାଇଫ୍ କରିକି।
ତେଣୁ ସେଇ ଯୋଉ ଦୟା କର ଥିଲା ତାର ଦି ଜଣ ପୁଅ ଥିଲେ ନା ମାନେ କାଶ୍ମୀରା ସିଂ ଆଉ ପେଶୱାର ସିଂ ତେଣୁ ଇଏ ଭାବିଲା ଯେ ପେଶୱାର ସିଂ ପାଖକୁ କଣ ଅଛି ନା ଥ୍ରେଟ୍ ଅଛି ଦିଲ୍ଲୀପ ସିଂ। ନାଓ ଦୟା ସିଂ ବିକେମ୍ wazir he thought ଦିଲ୍ଲୀପ ସିଂ is having threat from କଣ ପେଶୱାର ସିଂ and he killed ପେଶୱାର ସିଂ ଯାଇକି ତାକୁ ମାରିଲା। Now Johar Singh became wazir. He thought he thought Dilip Singh is having Dilip Singh Dilip Singh is having threat ହେଲା threat from କାଠୁ ପସାଉରା ସିଂ ପସାଉରା ସିଂ and he killed ପସାଉରା ସିଂ and he killed ପସାଉରା ସିଂ ହେଲା ପସାଉରା ସିଂ। ତେଣୁ ଏଇ ଯୋଉ କଣ୍ଡିସନାଲ ଥିଲେ ଆର୍ମି କି ମୋତେ ଭଲ ଲାଗିଲାନି। ଆର୍ମି ଗଟ୍ ଡିସାଟେଣ୍ଡ ୱିଥ୍ ଦିସ୍ କହିଲେ ତ କ'ଣ ତମେ ତାର କିଛି ମାନେ ଜଣା ନାହିଁ ସେ କ'ଣ କ'ଣ ମାନେ ତା ତୋର ଥ୍ରେଟ୍ ଅଛି ବୋଲି ତମେ ଭାବିଲ କିଛି ପ୍ରୁଫ୍ ନାହିଁ କିଛି ନାହିଁ ଯେମିତି ଯାଇକି ତାକୁ ମାରୁଛ ହେଲା ଏଇଟା ଆର୍ମି କି ଭଲ ଲାଗିଲାନି। ଆର୍ମି ଗଟ୍ ଡିସାଟେଣ୍ଡ ୱିଥ୍ ଦିସ୍ ଆର୍ମି କିନ୍ତୁ ଆର ସବୁତିକ ଖେଳ କରୁଛି ଲାଲ ସିଂ ହେଲା। ଆର୍ମି ଗଟ୍ ଡିସାଟେଣ୍ଡ ୱିଥ୍ ଦିସ୍ and killed ଜୱାହର ସିଂ। ଜୱାହର ସିଂ ଜୱାହର ସିଂ ଆର୍ମି କ'ଣ କଲେ ଏଇଟା ଠିକ ହେଲା ମାରିଲେ ତେଣୁ ନାଓ ଲାଲ ସିଂ ବିକମ୍ wazir ଆଉ ଲାଲ ସିଂ ତ ପୁରା ସବୁ ଖେଳ କରୁଥିଲା ବୁଝୁଛ ନା ନାଇଁ। ଆଉ ଜାଣିଛ ଆଉ ପ୍ରେମର ତ ରାଣୀ ଥିଲେ ତମ ରାଣୀ କିଛି ଦେଖାଯାଉନଥିଲା ପ୍ରେମର ପଡ଼ିକି ତେଣୁ ଅବସ୍ଥା ସାଂଘାତିକ ହେଇଯିବାର ଲାଗିଲା। ନାଓ ଲାଲ ସିଂ ବିକେମ୍ wazir ନାଓ ଲାଲ ସିଂ ଲେଖ ନାଓ ଲାଲ ସିଂ ନାଓ ଲାଲ ସିଂ ବିକେମ୍ wazir ଲାଲ ସିଂ ବିକେମ୍ କ'ଣ କିରେ wazir ଲାଲ ସିଂ ବିକେମ୍ wazir and ତେଜା ସିଂ ବିକେମ୍ ଜେନେରାଲ ଅଫ୍ ଆର୍ମି and ତେଜା ସିଂ ସେ ତାର ଗୋଟେ ଜଣେ କନଫିଡେଣ୍ଟ ଥିଲା ତେଜା ସିଂ ତା ନା ତେଜା ସିଂ ବିକେମ୍ କ'ଣ ବିକେମ୍ ଜେନେରାଲ ଅଫ୍ ଆର୍ମି ଜେନେରାଲ ଅଫ୍ ଆର୍ମି। ତ କ'ଣ ହେଲା ଦେଖ ତ ଦେଖ ଯୋଉଠି ଦିନେ ମହାରାଜା ରଞ୍ଜିତ ସିଂଙ୍କ ଭଳିଆ ଲୋକ ଥିଲେ ମାନେ ରାଜା ଥିଲେ ମହାରାଜା ଥିଲେ ତାଙ୍କ ଜାଗାରେ କିଏ ସେ ତାଙ୍କ ଜାଗାରେ ଦିଲ୍ଲୀପ ସିଂ ଯିଏକି ଛୋଟ ଛୁଆଟେ କିଛି ଜାଣିନି ହେଲା। ତାପରେ ତାଙ୍କ ଗୋଟେ ସ୍ତ୍ରୀ ଯେ ରେଜେଣ୍ଟ ତା ସ୍ତ୍ରୀ ଯିଏ କାକୁ ଲଭରେ ପଡ଼ିଛି ଲାଲ ସିଂ ଲଭରେ ଆଉ ଲାଲ ସିଂ ରମଟା ହିଁ ଭକୁଲଟା ହେଲା। ତେଣୁ ଇଏ ତେଜା ସିଂ ପୁଣି ଜେନେରାଲ ବନିଲା ଯୋଉଠି ଦିନେ କ'ଣ ଆରେ ଯୋଉଠି ଦିନେ ମହାରାଜା ରଞ୍ଜିତ ସିଂଙ୍କର ଆର୍ମିରେ ଯୋଉଠି ଦିନେ କାଫି ମାନେ ମହାନ ଜେନେରାଲ ଥିଲେ ଲାଇକ୍ ମକାମ ଚାନ୍ଦ ଦିୱାନ ଚାନ୍ଦ ତାପରେ କିଏ ସେ ହରି ସିଂ ନଲୱା ରାମ ଦୟାଲ ମାନେ ମହାନ ଜେନେରାଲ ସବୁ ଥିଲେ ତା ଜାଗାରେ ଗୋଟେ ଭକୁଲଟେ ତେଜା ସିଂଙ୍କୁ ଜେନେରାଲ କରିକି ବସେଇଛି ହେଲା। ତେଣୁ ବର୍ତ୍ତମାନ ଆର୍ମି ବିକେମ୍ ଇନଡିସିପ୍ଲିନ୍ଡ ଆର୍ମି ବିକେମ୍ indisciplined आर्मी बिकेम इनडिसिप्लिन ना ବର୍ତ୍ତମାନ କଣ୍ଡିସନ ଖରାପ ହବ ଲାଗି ତ ଏଇ ସମୟରେ କ'ଣ ହେଲା ଷ୍ଟେଟ୍ ଶିଖ ଏମ୍ପାୟାର ୱାଜ ଇନ୍ ଏ ଷ୍ଟେଟ୍ ଅଫ୍ ଆନାର୍କି ନାଉ ହେଲା। ଶିଖ ଏମ୍ପାୟାର ୱାଜ ଇନ୍ ଏ ଷ୍ଟେଟ୍ ଅଫ୍ ଆନାର୍କି ୱାଜ ଇନ୍ ଏ ଷ୍ଟେଟ୍ ଅଫ୍ ଆନାର୍କି ୱାଜ ଇନ୍ ଏ ଷ୍ଟେଟ୍ ଅଫ୍ ଆନାର୍କି। ତ ଏଇଭଳିଆ କ'ଣ କଣ୍ଡିସନ ହେଲା ନା ବର୍ତ୍ତମାନ କ'ଣ ହବ ନା ଫାଷ୍ଟ ଆଙ୍ଗ୍ଲୋ ଶିଖ ୱାର ହେବାକୁ ଯାଉଛି ବର୍ତ୍ତମାନ କ'ଣ ହବ ଦେଖ।
तो बर्तमान कौन हला ना हेडिंग दियो फास्ट आंग्लो सिख वार बर्तमान हबो फास्ट आंग्लो सिख वार फास्ट आंग्लो सिख वार फास्ट आंग्लो सिख वार हबो तो कौन हबो देखो तो एटा तो एमिति अछि और एटा तो पंजाब एमिति अछि बुझियला तो एटा सतलेज रिवर एटा कौन सतलेज रिवर तेणु ट्रिटी ऑफ अमृतसर अनुसार नॉर्थ साइड कार कि और नॉर्थ साइड कार नॉर्थ साइड क्या पटे नॉर्थ साइड पंजाब साइड पंजाब माने महाराजा रणजीत सिंह अंडर एपटा थिला ब्रिटिश मान अंडर तेणु एटा बाउंड्री थिला सतलेज रिवर वाज द बाउंड्री तेणु वर्तमान सतलेज एटा थिला बाउंड्री वर्तमान थिला सतलेज वाज द बाउंड्री आंग भितर थिला सतलेज वाज द बाउंड्री सतलेज वाज द बाउंड्री तो ब्रिटिश ईआईसी रो कौन देखो ब्रिटिश ईआईसी ब्रिटिश ईआईसी सिंध वाज अनेक्स्ट इन देखो एथे कौन थिला ना देखो सिंध वाज अनेक्स्ट एमाने ऑलरेडी सिंध के अनेक्स कर सारले सिंध वाज अनेक्स्ट केतरे 1843 रे 1843 रे सिंध अनेक्स हे गेला तापरे आंग्लो अफगान वार भी 1842 रे हितला आंग्लो अफगान वार 1842 है तेणु ये सब है बर्तमान आखि थी क्या पंजाब उपर तो पंजाब वाज इन टेरर वाज इन इनसिक्यूरिटी कारण ब्रिटिश मैंने चाहते बर्तमान सिंध को तो नहीं गले बट अफगानिस्तान भी तो आम ये हो सारा मझे केवल पंजाबटा अच्छे तेणु आपको आम अंडर को आने पड़ो तेणु सो पंजाब वाज इन टेरर और इन इनसिक्यूरिटी कन्स्टांटली आमती तो महाराजा रणजीत सिंह ना भकुल गुड़ाक बर्तमान लाल सिंह वजीर अच्छी जेनेल रखी क्या जेनेल रखी तेज सिंह को एटा एत स्ट्रंग नुह कहीं तेणु बर्तमान एम गोटे टेनसन थे कन्स्टांट टेरर थे सो पंजाब वाज इन टेरर was in terror was in terror and was in insecurity was in terror and was in insecurity तो बर्तमान 1845 रे भाइस रे हमरो जनरल हमरो की हे आसिला हमरो गवर्नर जनरल आसिला लॉर्ड हार्डिंज हला लेख 1845 रे कोन हला 1845 रे 1845 रे लॉर्ड हार्डिंज वाज द गवर्नर जनरल लॉर्ड हार्डिंज was the governor general लॉर्ड हार्डिंज वाज द गवर्नर जनरल सो बर्तमान कौन है ना ब्रिटिश ईआईसी इंक्रीज द नंबर ऑफ ट्रूप्स बीइंग स्टेशन नियर रिवर सतलेज बॉर्डर पाखरे एमाने कौन कले ना ट्रूप नहीं रखिले के ब्रिटिश ईआईसी तो ब्रिटिश ईआईसी कौन कला बर्तमान देखो ब्रिटिश ईआईसी increased the number of troops being stationed near river Satluj border near koti near river Satluj border near river Satluj border तो हवा फल कौन ना पंजाब वाज इन अप्रहेंशन या फल कौन है पंजाब डर माने टेंशन रे थिला पंजाब ये डर लगे एठी कोन आछि सैन्य छावनी कर रखली हम काटा फटा करी बोधे बर्तमान कौन है ना पंजाब वाज इन अप्रहेंशन पंजाब वाज इन अप्रहेंशन तो कौन है
So in response to the British move, the Sikh army began crossing the Satluj. ତ ଏମାନେ ମୂର୍ଖ ଗୁଡ଼ା ନା କି ତମକୁ ତ ସେ କିଛି ଆଟାକ୍ କରିନାହାନ୍ତି ନା ସେ ତାଙ୍କ ସେପଟେ ଛିଡ଼ା ହେଇଛନ୍ତି ତମେ ଏପଟେ ଛିଡ଼ା ହେଇଥାନ୍ତ କ୍ରସ୍ କରୁଥିଲ କାହିଁକି ତେଣୁ ଏ ସବୁ କ'ଣ କଲେ ଇନ୍ ରେସ୍ପନ୍ସ ଟୁ ବ୍ରିଟିଶ ମୁଭ୍ ଦେଖ ଇନ୍ ରେସ୍ପନ୍ସ ଟୁ ବ୍ରିଟିଶ ମୁଭ୍ in response to British move କାରଣ ବ୍ରିଟିଶ ମାନେ ତ ମୌକା ଖୋଜୁଥିଲେ ନା ତେଣୁ ଇଏ ତାଙ୍କୁ ମୌକା ଦେଇଦେଲେ ଆଉ କ'ଣ ଇନ୍ ରେସ୍ପନ୍ସ ଟୁ ବ୍ରିଟିଶ ମୁଭ୍ କ'ଣ କଲେ ନା ଦ ଶିଖ୍ ଆର୍ମି ବିଗାନ୍ କ୍ରସିଂ ଦ ସତଲେଜ ଦ ଶିଖ୍ ଆର୍ମି began କ'ଣ କ'ଣ କିରେ the Sikh army began କ'ଣ କିରେ began crossing Satluj. So Sikh army began crossing Satluj and that was the date 11 December 1845. The Satluj on 11 December 1845. So this was condition. ହେଲା ତ କ'ଣ ହେଲା now according to British ତେଣୁ ବ୍ରିଟିଶ ମାନେ କହିଲେ ବର୍ତ୍ତମାନ ତମେ ଯେହେତୁ ସତଲେଜ ରିଭର କ୍ରସ୍ କରିଦେଲ ଆମର ତ ବାଉଣ୍ଡରୀ ଥିଲା ଆମେ ତମକୁ କ୍ରସ୍ କରୁନୁ ଆମେ ଏପଟେ ଛିଡ଼ା ହେଇଥିଲୁ ତମେ କାହିଁକି କ୍ରସ୍ କରିକି ଆସିଲ ଯଦି ତମେ କ୍ରସ୍ କଲ ବର୍ତ୍ତମାନ ଟ୍ରିଟି ଅଫ୍ ଅମୃତସର ବ୍ରିଚଡ୍ ଆଉ ଟ୍ରିଟି ଅଫ୍ ଅମୃତସର କିଛି ରହିଲାନି ଭାଙ୍ଗିଲା ବର୍ତ୍ତମାନ now according to British Treaty of Amritsar Treaty of Amritsar ଯୋଉଟା 1809 ରେ ହେଇଥିଲା ବ୍ରିଚଡ୍ ହେଲା Treaty of Amritsar ବର୍ତ୍ତମାନ ବ୍ରିଚଡ୍ ହେଲା ତେଣୁ this provided the English with a justification to declare war ହେଲା so this provided the English with the justification to declare war with the justification to declare war ହେଲା ବୁଝିଲା ତ ବର୍ତ୍ତମାନ କ'ଣ ୱାର୍ ହେବ ଫାଷ୍ଟ ଆଙ୍ଗ୍ଲୋ ଶିଖ୍ ୱାର୍ ହେବ ତ କାଲି ଆମେ ଷ୍ଟାର୍ଟ କରିବା ଆଙ୍ଗ୍ଲୋ ଶିଖ୍ ୱାର୍କୁ ଯିବା ହେଲା ବର୍ତ୍ତମାନ ୱାର୍ ହେବ ଆରମ୍ଭ ହେବ ତାପରେ ଆଙ୍ଗ୍ଲୋ ଶିଖ୍ ୱାର୍ ହେବ ବର୍ତ୍ତମାନ ତ କମିଂ କ୍ଲାସ୍ରେ ଆମେ 8 ପରକୁ ଯିବା ଆଜି ଏତିକିରେ ଏଣ୍ଡ କରିବା ହେଲା ଆର କ୍ଲାସ୍ରେ ସରିଯିବ ଆଙ୍ଗ୍ଲୋ ଶିଖ୍ ୱାର୍ ସବୁ ସରିଯିବ ଆଜି ଆରେ କିଛି ପଚାରିବାର ଅଛି ଆଉ ଏନିଥିଙ୍ଗ ଏଲ୍ସ